ମାନେ ବି ଭାଗ ନେଇଥିଲେ ବିଭିନ୍ନ କାର୍ଯ୍ୟକ୍ରମରେ। ଆଉ ସେ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦିଏ। ଆଜିର ୱାର୍ସିପ ବହୁତ ସୁନ୍ଦର ହାର୍ଟ ଟଚିଂ ଥିଲା। ଥ୍ୟାଙ୍କ ୟୁ ଭେରି ମଚ୍ ଆପଣଙ୍କୁ। ଆଉ ବସିଥିବା ସମସ୍ତଙ୍କୁ ଅନୁରୋଧ କରେ, ଯଦି ଠିକ ଜାଗାରେ ଅଛନ୍ତି, ଆପଣ ଯଦି ଭିଡିଓ ଖୋଲିଲେ ମୁଁ ଟିକେ ଆପଣଙ୍କ ପାଇଁ ଆହୁରି ଉତ୍ସାହିତ ହେଇପାରିବି। ଆଉ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଆଜିର କୁଇଜର ଗୋଟେ ପ୍ରଶ୍ନର ଗୋଟେ ପ୍ରଶ୍ନ ଥିଲା ଯେ ସଦାପ୍ରଭୁ ଆଉ କଣ ଦେଇ ପଠେଇଲେ, କାହାକୁ ପଠେଇଲେ? କଳା କାଉକୁ ଧଳା କାଉକୁ ମାଂସ ଦେଇଥିଲେ, ଏଇ ସାଦା କି ରୁଟି ଦେଇଥିଲେ? ପ୍ରଭୁଙ୍କର ଦାସ ସୁନ୍ଦର ପ୍ରଶ୍ନ ତାକୁ କରିଥିଲେ। ତେବେ ଆଜି ପ୍ରଭୁ ଆମ ପାଇଁ କଣ ରଖିଛନ୍ତି ଆଜିର ଖାଦ୍ୟ? ଆସୁ ଆମେ ଆଲୋଚନା କରିବା ଅଳ୍ପ ସମୟ। ଆଜିର ଅଳ୍ପ ସମୟ ଧ୍ୟାନ ପାଇଁ ଆମେ ଈଶ୍ୱରଙ୍କ ବାକ୍ୟକୁ ଦେଖିବା। ଆଜି ସଣ୍ଡେ, ସମସ୍ତେ ଯାହା କାମରେ ସେ ବ୍ୟସ୍ତ ରହିବେ, ସେଥିପାଇଁ ମୁଁ ଅଧିକା ସମୟ ନେବି ନାହିଁ। ଦ୍ୱିତୀୟ ତିମୋଥୀ 4 ଅଧ୍ୟାୟର ତାର 7 ପଦକୁ ଆମେ ମାନେ ପାଠ କରିବା। କେହି ଜଣେ ପାଇବେ ପଢିଦେବେ, ନଚେତ୍ ମୁଁ ପଢିବି, କିଛି କଥା ନାହିଁ। ଆଉ ମୁଁ ଉତ୍ତମ ଯୁଦ୍ଧର ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି। ଥ୍ୟାଙ୍କ ୟୁ ଦିଦି, ପ୍ରଭୁ ଆଶୀର୍ବାଦ କରନ୍ତୁ। ପ୍ରେରିତ ପାଉଲଙ୍କର ଶେଷ ପତ୍ର ଦ୍ୱିତୀୟ ତିମୋଥୀ। ଅଳ୍ପ ସମୟ ପରେ ସେ ମୃତ୍ୟୁବରଣ କରିବେ। ତାଙ୍କ ଆଗରୁ, ସେ ମୃତ୍ୟୁବରଣ କରିବା ଆଗରୁ କିଛି, ଆମ ଭାଷାରେ କହିବେ ମଞ୍ଜି କଥା, କିଛି ସାର କଥା, କିଛି ଉତ୍ତମ କଥା ସେ କହିବାକୁ ଚାହାନ୍ତି ତାଙ୍କ ପ୍ରିୟ ପୁତ୍ର ତିମୋଥୀଙ୍କୁ। ପ୍ରେରିତ ପାଉଲଙ୍କ ଜୀବନରେ ଅନେକ ଶିଷ୍ୟ ମାନେ ଥିଲେ, କିନ୍ତୁ ଅନେକଙ୍କ ମଧ୍ୟରେ ପ୍ରାୟ 3 ଜଣଙ୍କୁ ସେ ବ୍ୟକ୍ତିଗତ ପତ୍ର ଲେଖନ୍ତି, ତିମୋଥୀ, ତିତସ ଆଉ ଫିଲିମନକୁ। ତିମୋଥୀଙ୍କୁ ଟିକେ ଅଧିକା ଭାବରେ ସେ ପରାମର୍ଶ କରନ୍ତି। ତାଙ୍କ ସେବା କାର୍ଯ୍ୟରେ ଯେତେ ସବୁ କାର୍ଯ୍ୟ ସେ କରିଛନ୍ତି, ତା ଯୋଉ ପ୍ରକାର ବୃଥା ନ ହବ, ସେକେଣ୍ଡ ଲିଡର କରିକରି ତାଙ୍କୁ ବାହାର କରିଛନ୍ତି। ଏହି ସମୟରେ ତିମୋଥୀ ଏଫିସିରେ ପାଳକ ଭାବେ କାର୍ଯ୍ୟ କରୁଥିଲେ। ପ୍ରେରିତ ପାଉଲ ତାଙ୍କୁ ସବୁ ଜଣାନ୍ତି ଆଗକୁ କଣ ଘଟିବ। ସେ ଜାଣିଥିଲେ ତାଙ୍କ ପାଖକୁ ଅନେକ ଲୋକ ଆସିଥିଲେ, କିନ୍ତୁ ସମସ୍ତେ ତାଙ୍କ ସାଙ୍ଗରେ ନାହାନ୍ତି। କେତେକ ଲୋକ ତାଙ୍କୁ ଛାଡି ପଳେଇଛନ୍ତି, ଆଉ କେତେକ ଲୋକ ମଧ୍ୟ ସେମାନେ ପଛଘୁଞ୍ଚା ହେଇଛନ୍ତି, ବ୍ୟାକସ୍ଲାଇଡ ହେଇଯାଇଛନ୍ତି। ମାତ୍ର ଏମାନଙ୍କ ମଧ୍ୟରେ ସେ ତିମୋଥୀଙ୍କୁ ଶ୍ରେଷ୍ଠ ମନେ କରନ୍ତି। ଆମେ ଯଦି ପ୍ରଥମ ଆଉ ଦ୍ୱିତୀୟ ତିମୋଥୀରେ ଦେଖିବା, ସେ ପ୍ରିୟ ପୁତ୍ର ବୋଲି ତାଙ୍କୁ କହନ୍ତି, ଯଥାର୍ଥ ପୁତ୍ର ବୋଲି ତାଙ୍କୁ କହନ୍ତି, ଏବଂ ହୃଦୟର ଶେଷ କଥାଟି କହିବା ପାଇଁ ସେ ଚାହୁଁଛନ୍ତି। ଶେଷ କଥା ଶୁଣିବା ପାଇଁ ବହୁତ ଭଲ ଲାଗିଥାଏ। ବାଇବେଲରେ ସେଥିପାଇଁ ଆରମ୍ଭ ଅପେକ୍ଷା ଆଉ ସମାପ୍ତି ଭଲ ବୋଲି ଲେଖାଯାଏ। ଆମେ ଯୋଉମାନେ ବାପା ମା ହରେଇଛୁ, ଆମେ ଆମର ବାପା ମାଙ୍କ ଶେଷ କଥାକୁ ମନେ ପଡିଥାଏ। ମୋ ବାପା ଶେଷ ବେଳେ ଏହା କହିଥିଲେ, ମୋ ମା ଶେଷ ବେଳେ ଏହା କହିଥିଲେ। ଶେଷ କଥା ରହସ୍ୟଜନକ କଥା, ଯୋଉ କଥାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ପ୍ରେରିତ ପାଉଲ ତାଙ୍କ ହୃଦୟର କଥାକୁ ସେ ତାଙ୍କ ଲୋକମାନଙ୍କୁ କହିବାକୁ ଚାହାନ୍ତି, ବିଶେଷ କରି ତିମୋଥୀଙ୍କୁ ବ୍ୟକ୍ତିଗତ ଭାବେ ସେ କହିବାକୁ ଚାହାନ୍ତି। ଏ ଜଗତ ମନ୍ଦ ଅଟେ, ଏ ଜଗତରେ ଚାଲିବା ପାଇଁ ହେଲେ ତୁମକୁ ସଜାଗ ହେଇକି ରହିବାକୁ ପଡିବ, ତୁମକୁ ଜାଗ୍ରତ ହେଇକି ରହିବାକୁ ପଡିବ। ପ୍ରେରିତ ପାଉଲ ଜାଣିଥିଲେ ଯେ ଯଦି ମୁଁ ମୋ ଶିଷ୍ୟ ମାନଙ୍କୁ ମୁଁ ଯଦି ବାହାର ନ କରିବି, ସୁଯୋଗ ନ ଦେବି, ତାହେଲେ ମୋ ସେବା କାର୍ଯ୍ୟ ନଷ୍ଟ ହେଇଯିବ। ସେଥିପାଇଁ ସେ ଶିଷ୍ୟ ମାନଙ୍କୁ ଆପଣାର ଶେଷ କଥାକୁ ସେ ଜଣେଇବାକୁ ଚାହୁଁଥିଲେ। ହୁଏତ ଏହା ତିମୋଥୀଙ୍କ ଉଦ୍ଦେଶ୍ୟରେ ଲେଖିଲେ, କିନ୍ତୁ ଅନ୍ୟମାନଙ୍କ ପାଇଁ ମଧ୍ୟ ଏ ବାକ୍ୟ ପ୍ରଯୁଜ୍ୟ ଥିଲା। ଆଜିର ସକାଳର କଥା ହଉଛି, ପ୍ରେରିତ ପାଉଲଙ୍କ ଜୀବନକୁ ଆମେ ଯେତେବେଳେ ଦେଖୁଛୁ, ସେ ଯାହା ତିଆରି କରିଥିଲେ ତାକୁ ସେ ଅଧିକ ରୂପେ ଗଠନ ହେବା ପାଇଁ, ଅଧିକ ରୂପେ ବ୍ୟବହୃତ ହେବା ପାଇଁ
ଅଧିକ ରୂପେ ବିସ୍ତାରିତ ହେବା ପାଇଁ ସେ ତାଙ୍କ ଜୀବନରେ ଇଚ୍ଛା କରୁଥିଲେ। ଆଜିର ଦୁନିଆରେ ଯଦି ଆମମାନେ ଦେଖୁ, ଅନେକ ସମୟରେ ଆମେ ସେକେଣ୍ଡ ଲିଡରକୁ ବାହାର କରିନଥାଉ, ସବୁ ନିଜେ ଜାବୁଡି ରଖିଥାଉ, ସବୁ ଆମେ ହାତରେ ଧରି କରି ରଖିଥାଉ, ଆଉ ଆମ ମୃତ୍ୟୁ ପରେ ଆମେ ଗଲା ପରେ ସେବା କାର୍ଯ୍ୟ ଶୂନ୍ୟ ହେଇକି ପଡିଥାଏ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଈଶ୍ୱରଙ୍କର ବାକ୍ୟରେ ଆମେ ଯୋଉ ଅଂଶଟି ପଢିଲୁ, ପ୍ରେରିତ ପାଉଲଙ୍କର ବ୍ୟକ୍ତିଗତ ଜୀବନର ହୃଦୟର ଏକ ସୁନ୍ଦର କଥା ସେ ପ୍ରକାଶ କରୁଛନ୍ତି। ମୁଁ ଯଦି ମୃତ୍ୟୁବରଣ କରିବି, ତାହେଲେ ମଧ୍ୟ ମୁଁ ଯୋଉ ସେବାକୁ ଆରମ୍ଭ କରିଛି ସେ ସେବା ନଷ୍ଟ ନ ହେବାର ଅଛି। ଈଶ୍ୱରଙ୍କର ରାଜ୍ୟର କାର୍ଯ୍ୟ ଏକାକୀ ନୁହେଁ, ଆଉ ହଉଛି ଦଳଗତ କାର୍ଯ୍ୟ। ଈଶ୍ୱରଙ୍କ ରାଜ୍ୟର କାର୍ଯ୍ୟ ହଉଛି ଏଇଟା ଟିମ୍ କାର୍ଯ୍ୟ ଅଟେ। ସେଥିପାଇଁ ସେ ତାକୁ ବଜେଇ ରଖିବା ପାଇଁ ବୋଲିକି ଚେଷ୍ଟା କଲେ। ଯେ ତିମୋଥୀ ତାଙ୍କୁ ସେ ପରାମର୍ଶ ଦିଅନ୍ତି। ଆଉ ଥରେ ମୁଁ ସେ କଥା କହିବା ପାଇଁ ଚାହେଁ, ଅନେକ ଲୋକ ଆସିଥିଲେ, ଛାଡିଗଲେ, କିନ୍ତୁ ତୁମକୁ ରହିବାକୁ ପଡିବ। ତୁମକୁ ଦେଖିଲି ମୁଁ, ତୁମ କାର୍ଯ୍ୟ ଦେଖିଲି ମୁଁ, ଆଉ ତୁମକୁ ଏଇ ସବୁ ଜିନିଷକୁ ଶେଷ ପର୍ଯ୍ୟନ୍ତ ରହିବାକୁ ପଡିବ। ତୁମେ ଯୁଦ୍ଧ କରିବାକୁ ପଡିବ, ପ୍ରାଣପଣ କରିବାକୁ ପଡିବ, ଆଗକୁ ବଢିବାକୁ ପଡିବ, ତେବେ ଯାଇ ତୁମେ କାର୍ଯ୍ୟ ସମାପ୍ତ କରିବ। ଆମେ ଯୋଉ ଅଂଶଟି ପଢିଲୁ ସେଠି ତିନିଟି ଶବ୍ଦ ରହିଛି। ପ୍ରଥମ କଥା ସେଠି ଲେଖାଯାଏ, ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ମୁଁ ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି। ଏ ତିନୋଟି ପଦ ମଧ୍ୟରୁ ମୁଁ ଗୋଟିଏ ଅଂଶକୁ ମୁଁ ଆପଣଙ୍କୁ କହିବାକୁ ଚାହେଁ, ମୁଁ ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡି ଅଛି। ଜୀବନ ଯାତ୍ରାରେ ଯାହା ସବୁ ଘଟି ଯାଇଛି ତାକୁ ସେ ତିମୋଥୀଙ୍କୁ ଜଣାଉଛନ୍ତି, କହୁଛନ୍ତି ମୁଁ ମୋର କାର୍ଯ୍ୟକୁ ପ୍ରାୟ ଶେଷ କରୁଛି। ଏଇ 10 ବର୍ଷ 12 ବର୍ଷ କାଳ ତିମୋଥୀ ସଙ୍ଗେ ତାଙ୍କର ସମ୍ପର୍କ ଥିଲା। 52 ମସିହାରୁ ଏଡିରୁ ପ୍ରାୟ 64 ମସିହା ପର୍ଯ୍ୟନ୍ତ ତାଙ୍କ ଯୋଉ ସେବା କାର୍ଯ୍ୟରେ ତିମୋଥୀଙ୍କୁ ଦେଖିଲେ। ତିମୋଥୀ ଜଣେ ଅତ୍ୟନ୍ତ ପ୍ରିୟ ପାତ୍ର ପୁତ୍ର ଥିଲେ। ତାଙ୍କର ପ୍ରତିଟି କଥାରେ ସେ ତାଙ୍କ କଥାକୁ ରକ୍ଷା କରୁଥିଲେ। ଈଶ୍ୱରଙ୍କର ବାକ୍ୟରେ ସେ ଅତ୍ୟନ୍ତ ମନୋଯୋଗୀ ଥିଲେ। ସେବାରେ ତାଙ୍କ ମନ ଅତ୍ୟନ୍ତ ସୁନ୍ଦର ଥିଲା। ସେଥିପାଇଁ ପ୍ରେରିତ ପାଉଲ ଦେଖିଲେ, ଛୁଆକୁ ମୁଁ ଜନ୍ମ କଲି ସୁସମାଚାରରେ, ତାକୁ ବଢେଇଲି, ଖାଦ୍ୟ ଦେଲି, ପାନୀୟ ଦେଲି, ହୃଷ୍ଟପୃଷ୍ଟ କଲି, କିନ୍ତୁ ଶେଷରେ ଯୋଉ ପ୍ରକାର ସେ ପଛଘୁଞ୍ଚା ନେବ ମୋର ମୃତ୍ୟୁ ପରେ, ସେଥିପାଇଁ ସେ ଚିନ୍ତା କରି ତାଙ୍କ ଜୀବନରେ ଆଉ ଏଇ କଥା ଶେଷ କଥା କହିବା ପାଇଁ ବୋଲିକି ଇଚ୍ଛା କଲେ। ତେବେ ପ୍ରତ୍ୟେକ ଲୋକର ଜୀବନରେ ଗୋଟେ ଗୋଟେ ଉଦ୍ଦେଶ୍ୟ ରହିଛି। ତେବେ ଉଦ୍ଦେଶ୍ୟକୁ ଯଦି ଆମେ ସଫଳ ନ କରିବା, ଜୀବନ ଯାତ୍ରା ମଧ୍ୟରେ ଯଦି ଆମେ ଆମେ ଗୋଟେ ଗୋଲ ନ ରଖିବା, ଆମେ ଜୀବନ ଯାତ୍ରା ମଧ୍ୟରେ ଯଦି ଆମମାନଙ୍କର କାର୍ଯ୍ୟକୁ ଆମେ ସମାପ୍ତ ନ କରିବା, ତାହେଲେ ବାଇବେଲ ଅନୁସାରେ ଆମେ ମୁକୁଟ ପାଇପାରିବା ନାହିଁ। ତେବେ ମୁକୁଟ ପାଇବାକୁ ହେଲେ ପ୍ରଭୁ ଦିଆଯାଇଥିବା କାର୍ଯ୍ୟକୁ ଆମକୁ ସମାପ୍ତ କରିବାକୁ ପଡିବ। ଆରମ୍ଭ ଅପେକ୍ଷା ସମାପ୍ତି ଭଲ ବୋଲିକି ଲେଖାଯାଏ ବାଇବେଲରେ। ପ୍ରାୟ ମୁଁ ଦେଖୁଥିଲି ଅନେକ ଲୋକଙ୍କ ଜୀବନରେ ପ୍ରଭୁ ଅନେକଙ୍କୁ ମନୋନୀତ କଲେ, କିନ୍ତୁ 100 ଭାଗରୁ ମାତ୍ର 30 ଭାଗ ମନୋନୀତ ଲୋକମାନେ ସେମାନଙ୍କର କାର୍ଯ୍ୟରେ ସକ୍ସେସ ହେଇଛନ୍ତି। ବାଇବେଲ କ୍ୟାରେକ୍ଟର କଥା ମୁଁ ଆପଣମାନଙ୍କୁ କହୁଛି, ସକ୍ସେସ ହେଇଛନ୍ତି। 70 ଭାଗ ଲୋକ ସେମାନଙ୍କର ଆରମ୍ଭ ଭଲ, କିନ୍ତୁ ଶେଷ ଭଲ ନାହିଁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ସକାଳେ ଈଶ୍ୱରଙ୍କର ବାକ୍ୟ ଆମମାନଙ୍କୁ ଶିକ୍ଷା ଦିଏ, ଆମମାନଙ୍କର ଆରମ୍ଭ ଅପେକ୍ଷା ସମାପ୍ତି ଉତ୍ତମ ହେବା ଆବଶ୍ୟକ ଅଟେ। ଏପରିକି ପ୍ରେରିତ ପାଉଲ ଦେଖିଲେ, ତାଙ୍କ ସାଙ୍ଗରେ ଥିବା ଭିତରୁ ଆମେ ଯଦି ସେଇ 10 ପଦକୁ ଦେଖୁ, କିଛି ଲୋକ ସଂସାରକୁ ପ୍ରେମ କରି ସେମାନେ ତାଙ୍କୁ ଛାଡି ଚାଲି ଯାଇଥିଲେ, କିଛି ଲୋକ ବ୍ୟାକସ୍ଲାଇଡ ହେଇ ଯାଇଥିଲେ। ସେଥିପାଇଁ ପ୍ରେରିତ ପାଉଲକୁ ସେ ସ୍ୱତନ୍ତ୍ର ରୂପେ କହନ୍ତି, ତୁମ ଦୌଡରେ ତମେ ପ୍ରସ୍ତୁତି ରହିବାକୁ ପଡିବ। ଶେଷ ପର୍ଯ୍ୟନ୍ତ ତୁମକୁ ଲକ୍ଷ୍ୟ ରଖିବାକୁ ପଡିବ। ତୁମ ଯାବଜ୍ଜୀବନ ଈଶ୍ୱରଙ୍କ ବାକ୍ୟକୁ ଅଗ୍ରାଧିକାର ଦେବାକୁ ପଡିବ। ଅନେକ ସମୟରେ ଆମେ ଆମମାନଙ୍କ କାର୍ଯ୍ୟକୁ ଆରମ୍ଭ କରିଥାଉ, ବିଫଳ ହେଇଗଲା ପରେ ଆମେ ଛାଡି ଦେଇଥାଉ, ଦୌଡକୁ ବନ୍ଦ କରିଥାଉ। ଜୀବନ ରୂପକ ଦୌଡକୁ ବନ୍ଦ କରିଥାଉ। କେହି କେହି ବିଜନେସ ଆରମ୍ଭ କରନ୍ତି, କିଛି ଯଦି ଲସ୍ ହେଇଯାଏ ତାକୁ ସେ ଛାଡି ଦିଅନ୍ତି। କେହି କେହି ଆଉ ସେମାନଙ୍କର
ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ କରନ୍ତି, ପଢାରେ ମଧ୍ୟ ଭଲ ନହେଲେ ଛାଡି ଦିଅନ୍ତି। କିନ୍ତୁ ବାଇବେଲ କହେ ଆମମାନଙ୍କୁ ଯେତେବେଳେ ଲକ୍ଷ୍ୟ ନେଇ ଆମେ ଯେତେବେଳେ ଆଉ ଆମମାନଙ୍କର ସଫଳତା ନେଇ ଆମେ ଯେତେବେଳେ ଚିନ୍ତା କରୁଛୁ କିଛି ଲସ୍ ହବ, କିଛି କଷ୍ଟ ହବ, କିଛି ଦୁଃଖ ଆସିବ, ତୁମେ ତାହାକୁ ଛାଡିବାକୁ ହବ ନାହିଁ। ଆପଣ ମନେ ପକାନ୍ତୁ, ଜାନୁଆରୀ ମାସରୁ ଆଜି ନଭେମ୍ବର ମାସର 9 ତାରିଖ ଆମେ ଆସି ପହଞ୍ଚିଛୁ। ଏଇ 11 ମାସରେ ଆପଣ କେତେ ସଫଳ ଆଉ କେତେ ବିଫଳ। ଯଦି ସଫଳତାକୁ ଆପଣ ଚିନ୍ତା କରିବେ ତାହେଲେ, ଯଦି ବିଫଳତାକୁ ଆପଣ ଚିନ୍ତା କରିବେ ତାହେଲେ, ଯଦି ଆପଣଙ୍କ ପୁରସ୍କାରକୁ ଚିନ୍ତା କରିବେ ତାହେଲେ ବିଫଳତାର ସମୟ ଅଧିକ ଆପଣ ଦେଖିପାରିବେ, ସକ୍ସେସର ସମୟ କମ ଦେଖିପାରିବେ। କିନ୍ତୁ ବିଫଳ ଆମ ମାନଙ୍କର ସଫଳ ନୁହେଁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ସଫଳ ଜୀବନ ପାଇଁ ଆମମାନଙ୍କର ଦୌଡକୁ ସ୍ଥିର କରିବାକୁ ରଖିବ। ସେଥିପାଇଁ ପ୍ରେରିତ ପାଉଲ କହିଲେ, ସେ ଜାଣିଥିଲେ ତାଙ୍କ ଜୀବନରେ ଅନେକ ବିଫଳ ରହିଥିଲା, ଅନେକ କଷ୍ଟ ରହିଥିଲା, ଅନେକ ଦୁଃଖ ରହିଥିଲା। ସେ ଯେତେବେଳେ ସେବାକୁ ଆସିଲେ, ଇଭେନ ପ୍ରଥମେ ସେ ତାଡନା ପ୍ରାପ୍ତ ହେଲେ ବିଶ୍ୱାସୀ ମାନଙ୍କ ଦ୍ଵାରା। ଶିଷ୍ୟମାନେ ତାଙ୍କୁ ଗ୍ରହଣ କରିବାକୁ ଇଚ୍ଛା କଲେ ନାହିଁ। ସେ କହୁଥିଲେ ଏ ତ ଜଣେ ନରହତ୍ୟାକାରୀ ଥିଲା, ଏ ଜଣେ ଦୁଷ୍ଟ ଲୋକ ଥିଲା, ଆକୁ କାହିଁକି ଆକୁ ଗ୍ରହଣ କରିବ। କିନ୍ତୁ ତାଙ୍କର ସଫଳ ଆଉ ବିଫଳତା ମଧ୍ୟରେ ସେ ଧୈର୍ଯ୍ୟର ସହିତ ଦୌଡ଼ିଲେ। ତେବେ ଆଜିର ପ୍ରଭୁଙ୍କର ବାକ୍ୟରେ ଲେଖାଯାଏ, ଶେଷ କଥା ପ୍ରେରିତ ପାଉଲ ତାଙ୍କ ସେ ପ୍ରିୟ ପୁତ୍ର ତିମୋଥୀଙ୍କୁ କହୁଛନ୍ତି, ମୁଁ ଉତ୍ତମ ଦୌଡ଼ରେ ଅଛି, ଆଉ ମୋର ଦୌଡ଼ ପ୍ରାୟ ଶେଷ କରିବାକୁ ଯାଉଛି। ମୁଁ ଯାହା ଯାହା କହୁଛି ତୁମେ ତାକୁ ମନେ ରଖିଥାଅ। ଆଜି କନ୍ୟାଙ୍କୁ ମଧ୍ୟ ପ୍ରଭୁ କହୁଛନ୍ତି ଯେ ତୁମ ଦୌଡ଼ରେ ତୁମେ ଆରମ୍ଭ କରିଛ, ହତାଶ ଆଉ ନିରାଶ, ଦୁଃଖ ଆଉ କଷ୍ଟ ଅଛି, କିନ୍ତୁ ଆକୁ ତୁମେ ବଜେଇ ରଖ। ପ୍ରତ୍ୟେକ ସଭ୍ୟ ପାଇଁ ଆଜି ସକାଳର ବାର୍ତ୍ତା ହଉଛି, ଆମ ଜୀବନ ଯାତ୍ରାରେ ସଫଳ ଅଛି, ବିଫଳ ଅଛି, କଷ୍ଟ ଅଛି, ନିନ୍ଦା ଅଛି, ତାଡନା ଅଛି, କିନ୍ତୁ ପରମେଶ୍ୱର ସେମାନଙ୍କ ମଧ୍ୟରୁ ଆମମାନଙ୍କ ସାଙ୍ଗରେ ଅଛନ୍ତି। ହୁଏତ ଆରମ୍ଭରେ ଗୋଟିଏ ଲୋକ ହେଇପାରୁ, 2 ଲୋକ ହେଇପାରୁ, 3 ଲୋକ ହେଇପାରୁ, କିନ୍ତୁ ସଫଳତା ଈଶ୍ୱରଙ୍କ ଠାରୁ ଆସିଥାଏ। ତେବେ ଆସୁ ଆଜିର ଏଇ ଯୋଉ ଅଂଶଟି ଆମେ ପାଠ କଲୁ, ସେଥିମଧ୍ୟରୁ ମୁଁ ଆପଣଙ୍କୁ ମୁଁ ଯାହା ପାଇଛି ମଧ୍ୟାହ୍ନରୁ, ଆଉ ଜଣେ ଖ୍ରୀଷ୍ଟୀୟ ଜୀବନର ଦୌଡ଼ ନିମନ୍ତେ 7ଟି ବିଷୟକୁ ମୁଁ ଆପଣମାନଙ୍କୁ ଜଷ୍ଟ ଗୋଟେ ସଂକ୍ଷେପରେ କହିବା ପାଇଁ ଚାହେଁ। ଆମେ ତାକୁ ଲକ୍ଷ୍ୟ କରିବା ଆଉ ଆଜିର ବାକ୍ୟକୁ ଶେଷ କରିବା। ପ୍ରଥମ କଥା, ଏବ୍ରୀ ତାର 12 ଅଧ୍ୟାୟର 1 ପଦକୁ କେହି ଜଣେ ପାଠ କରନ୍ତୁ। ଯଦି ପଢିଲେ ପାଠ କରନ୍ତୁ। ଏବ୍ରୀ ତାର 12 ଅଧ୍ୟାୟର 1 ପଦକୁ ଆମେ ମାନେ ଦେଖିବା। ତେବେ ଏବ୍ରୀ 12ର 1 ଅଧ୍ୟାୟରେ ଏ ପଦ ଯଦି ଆମେ ଯେତେବେଳେ ଦେଖୁ, ସେ ଜାଗାରେ ଲେଖାଯାଏ ଯେ ଆଉ ଅତଏବ ଧୈର୍ଯ୍ୟର, ସାର୍ ମାନେ ପଢନ୍ତୁ। 12ର 1 କି ଆଜ୍ଞା? ଆଜ୍ଞା ସାର୍ ପଢନ୍ତୁ। ଓକେ, ଅତଏବ ଏଡେ ବୃହତ୍ ମେଘ ତୁଲ୍ୟ ସାକ୍ଷୀ ମାନଙ୍କ ଦ୍ୱାରା ବେଷ୍ଟିତ ହବାରୁ ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କର ଗନ୍ତବ୍ୟ ପଥରେ ଧାବମାନ ହେଉ। ପ୍ରଥମ କଥା, ଜଣେ ଖ୍ରୀଷ୍ଟୀୟ ବିଶ୍ୱାସୀ ତାର ଲକ୍ଷ୍ୟକୁ ଯିବା ପାଇଁ ହେଲେ ଧୈର୍ଯ୍ୟର ଆବଶ୍ୟକତା। ଧୈର୍ଯ୍ୟର ସହିତ ଦୌଡ଼ିବାକୁ ପଡିବ। ଏଇ ଯୋଉ ଅଂଶଟି ଆମେ ପାଠ କଲୁ, 11 ଅଧ୍ୟାୟରେ ସମସ୍ତ ବୀରମାନଙ୍କ କଥା ଲେଖାଯାଏ, ସମସ୍ତ ପ୍ରଭୁଙ୍କର ଦାସ ମାନେ ସଫଳ ପ୍ରାପ୍ତ ହୋଇଥିବା ଲୋକମାନଙ୍କ କଥା ଲେଖାଯାଏ। ଆଉ ତାକୁ 12 ଅଧ୍ୟାୟର ପ୍ରଥମ ଅଂଶରେ ତାକୁ ସେ ବର୍ଣ୍ଣନା କରନ୍ତି। ଲେଖକ କହନ୍ତି, ଆମେ ଯୋଉମାନଙ୍କୁ ଦେଖିଲୁ ସେମାନଙ୍କ ଜୀବନରେ ଅନେକ ଲୋକ ଆମର ଦୃଷ୍ଟାନ୍ତ ଅଟନ୍ତି। ସେମାନେ ପୁରୁଷ ଅଟନ୍ତି, ସ୍ତ୍ରୀ ଅଟନ୍ତି, ଏବଂ ସେମାନେ ମଧ୍ୟ ସଫଳ ଅଟନ୍ତି, ବିଫଳ ଅଟନ୍ତି। ସେମାନଙ୍କୁ ତୁମେ ଦେଖ, ସେମାନଙ୍କ ଜୀବନ ଯାତ୍ରାକୁ ତୁମେ ଲକ୍ଷ୍ୟ କର। ସେମାନେ କେବେ ହାରି ନାହାନ୍ତି, ସେମାନେ କେବେ ପଛଘୁଞ୍ଚା ହେଇନାହାନ୍ତି ସେମାନଙ୍କ ଜୀବନ ଯାତ୍ରା ମଧ୍ୟରେ। ତେଣୁ 11 ଅଧ୍ୟାୟରେ ତାଙ୍କ ନାମକୁ ବର୍ଣ୍ଣନା କରାଯାଇଛି। ଏସବୁ ତାଙ୍କ ରହସ୍ୟ ପଛର କଥା ହଉଛି ଯେ ସେମାନେ ଧୈର୍ଯ୍ୟ ଧରିଥିଲେ। ଖ୍ରୀଷ୍ଟିଆନ ଜୀବନରେ ଧୈର୍ଯ୍ୟ ନିତାନ୍ତ ଆବଶ୍ୟକତା ଅଟେ। ଆପଣ ଯଦି ଧୈର୍ଯ୍ୟ ନ ଧରିବେ ହାରିଯିବେ। ଆପଣ ଯଦି ଧୈର୍ଯ୍ୟ ନ ଧରିବେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ ନାହିଁ। ଆପଣ ଯଦି ଧୈର୍ଯ୍ୟ ନ ଧରିବେ ଆପଣଙ୍କର ଗତି
ଆଗକୁ ବଢି ପାରିବ ନାହିଁ। ଅନେକ ସମୟରେ ଆମମାନେ ନିରାଶ ହଉ, ହତାଶ ହଉ, ଧୈର୍ଯ୍ୟ ଆମମାନେ ହରାଇଥାଉ। ଆମେ ସବୁବେଳେ ଆମର ଫେଲୁରକୁ ଆମମାନେ ଦେଖିଥାଉ ଏବଂ ଆମେ କେତେ ହତାଶ ନିରାଶ ତାକୁ ଆମେ ଦେଖିଥାଉ ଏବଂ ଆମେ ଧୈର୍ଯ୍ୟ ଧରି ନଥାଉ। କିନ୍ତୁ ପ୍ରେରିତ ପାଉଲ ଏଠାରେ କହନ୍ତି ଯେ ତାଙ୍କ ପ୍ରିୟ ପୁତ୍ରଙ୍କୁ କହନ୍ତି, ପ୍ରଭୁ ବାବୁ, ତୁ ଯଦି ସେବାରେ ବଢିବା ପାଇଁ, କାର୍ଯ୍ୟରେ ବଢିବା ପାଇଁ ଧୈର୍ଯ୍ୟ ଧରିବାକୁ ଆସି ପଡିବ। ସେ ଧୈର୍ଯ୍ୟ ଧରିଥିଲେ। ପ୍ରେରିତ ପାଉଲ ତାଙ୍କ ଜୀବନରେ ଏତେ ଧୈର୍ଯ୍ୟ ସେ ଲେଖନ୍ତି ତାଙ୍କ ପତ୍ର ମାନଙ୍କରେ, କହୁଛନ୍ତି ମୁଁ ଭଣ୍ଡ ଲୋକମାନଙ୍କ ଆଗରେ ପଡିଥିଲି, ମୁଁ ମୋ ଜୀବନରେ ଅନେକ ଦୁଃଖ ପାଇଛି, କଷ୍ଟ ପାଇଛି, ଡଙ୍ଗାରେ ଯାଇଛି, ଜଙ୍ଗଲରେ ରହିଛି, ପାହାଡରେ ରହିଛି, ରାଜା ମାନଙ୍କ ଆଗରେ ଠିଆ ହେଇଛି, ମତେ ଲୋକ ହତାଶ କରିଛନ୍ତି, ନିରାଶ କରିଛନ୍ତି, ମୋ ସେବାକୁ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି, ମୋ ବିଶ୍ୱାସକୁ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି, ମତେ ଲୋକ ପାଗଳ ବୋଲିକିରି କହିଲେ, ମତେ ଲୋକ ସମାଜରେ ଗ୍ରହଣ କଲେ ନାହିଁ। ମାତ୍ର ମୁଁ ଯାହାକୁ ଜାଣିଛି, ମୁଁ ତାଙ୍କୁ ଜାଣିଛି, ସେ ହଉଛନ୍ତି ମୋ ପାଇଁ ସବୁ କିଛି। ଧୈର୍ଯ୍ୟ ସହକାରେ ମୋ ଜୀବନକୁ ମୁଁ ଦେଇଛି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଆପଣଙ୍କୁ ଅନେକ ଲୋକ ଭୁଲ କଥା କହିପାରନ୍ତି, ଅନେକ ଲୋକ ବିରୁଦ୍ଧରେ ଯାଇପାରନ୍ତି, ଅନେକ ଲୋକ ଆପଣଙ୍କ ସାଙ୍ଗରେ ଠିଆ ହେଇ ନପାରନ୍ତି, ଅନେକ ଲୋକ ଆପଣଙ୍କୁ ଉତ୍ତମ କାମରେ ନିନ୍ଦା କରିପାରନ୍ତି, କିନ୍ତୁ ଆପଣଙ୍କ ଜୀବନ ଦୌଡ଼ରେ, ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ହେଲେ ଆମମାନଙ୍କୁ ଧୈର୍ଯ୍ୟର ଆବଶ୍ୟକତା ଅଟେ। ଏ ମନ୍ଦ ଜଗତରେ ଚାଲିବା ପାଇଁ ଯଦି ଆମମାନେ ହତାଶ ନିରାଶ ହେଇଯାଉ, ତେବେ ଆମେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ନାହିଁ। ପ୍ରଥମ କଥା, ଧୈର୍ଯ୍ୟର ଆବଶ୍ୟକତା। ଯେତେବେଳେ ଧୈର୍ଯ୍ୟ ଧରିଛନ୍ତି, ସେତେବେଳେ 11 ଅଧ୍ୟାୟରେ ଆମେ ଦେଖୁଛୁ, ଏଭରି ପୁସ୍ତକରେ ସବୁ ବୀର ମାନେ ସଫଳ ପାଇଛନ୍ତି। ମିନିଷ୍ଟ୍ରିରେ ଧୈର୍ଯ୍ୟର ଆବଶ୍ୟକ ଅଛି, ଖ୍ରୀଷ୍ଟିଆନ ଜୀବନରେ ଧୈର୍ଯ୍ୟର ଆବଶ୍ୟକତା ଅଛି, ବ୍ୟକ୍ତିଗତ ଜୀବନରେ ଧୈର୍ଯ୍ୟର ଆବଶ୍ୟକ ଅଛି। ତେବେ ପୁରସ୍କାର ପାଇବା ପାଇଁ ହେଲେ, ଆମ ଲକ୍ଷ୍ୟରେ ପହଞ୍ଚିବା ପାଇଁ ହେଲେ, ପ୍ରଥମ କଥା ମୁଁ କହିଲି ଆପଣଙ୍କୁ, ଧୈର୍ଯ୍ୟର ଆବଶ୍ୟକତା ଅଟେ। ଦ୍ୱିତୀୟ କଥା, ଧୈର୍ଯ୍ୟ ଆମେ କେବେ ବି ହରେଇବା ନାହିଁ। ଦ୍ୱିତୀୟ କଥା, ପ୍ରଥମ କରିନ୍ଥୀୟ 9 ଅଧ୍ୟାୟର 24-26 ପଦକୁ ଆମେ ପାଠ କରିବା। ପ୍ରଥମ କରିନ୍ଥୀୟ 9 ଅଧ୍ୟାୟର 24-26 ପଦକୁ ଆମେ ପାଠ କରିବା। ଯେଉଁମାନେ ରଙ୍ଗଭୂମିରେ ଦୌଡ଼ନ୍ତି, ସେମାନେ ସମସ୍ତେ ଦୌଡ଼ନ୍ତି ସତ, କିନ୍ତୁ କେବଳ ଜଣେ ଯେ ପଣ ପାଏ, ତାହା କି ତୁମ୍ଭେମାନେ ଜାଣନାହିଁ? ତୁମେମାନେ ଯେପରି ପଣ ପାଇବ, ଏଥିପାଇଁ ସେହିପରି ଦୌଡ଼। 24 ପର୍ଯ୍ୟନ୍ତ ଟିକେ ପଢନ୍ତୁ। 25 ଯେ କେହି 25 କ୍ରୀଡ଼ାରେ ପ୍ରତିଯୋଗିତା କରେ, ସେ ସମସ୍ତ ବିଷୟରେ ପରିମିତ ଭୋଗୀ ହୁଏ। ସେମାନେ କ୍ଷୟଣୀୟ ମୁକୁଟ ପାଇବା ନିମନ୍ତେ ତାହା କରନ୍ତି, ମାତ୍ର ଆମ୍ଭେମାନେ ଅକ୍ଷୟ ମୁକୁଟ ପାଇବା ନିମନ୍ତେ ତାହା କରୁ। 24 ପଦ ପଢି ଦିଅନ୍ତୁ ସାର୍। 26। ଅତଃ ମୁଁ ଦୌଡୁଅଛି, କିନ୍ତୁ ବିନା ଲକ୍ଷ୍ୟରେ ନୁହଁ। ମୁଁ ମୁଷ୍ଟି ଯୁଦ୍ଧ କରୁଅଛି, କିନ୍ତୁ ଶୂନ୍ୟକୁ ଆଘାତ କରିବା ଲୋକ ପରି ନୁହେଁ। ଅନ୍ୟ ଲୋକମାନଙ୍କ ନିକଟରେ ପ୍ରଚାର ମୁଁ ଦୌଡ଼ି ଅଛି ବିନା ଲକ୍ଷ୍ୟରେ ନୁହେଁ। ଦ୍ୱିତୀୟ କଥା ହଉଛି ଲକ୍ଷ୍ୟ। ପ୍ରଥମ କଥା ଆମର ଧୈର୍ଯ୍ୟ, ଦ୍ୱିତୀୟ କଥା ହଉଛି ଲକ୍ଷ୍ୟ। ଆମେ ଯେତେବେଳେ କୌଣସି କାର୍ଯ୍ୟ କରୁଛୁ, ଆମମାନଙ୍କର ଏମ୍ ରହିବାର ଅଛି, ଗୋଲ ରହିବାର ଅଛି, ଲକ୍ଷ୍ୟ ରହିବାର ଅଛି। ତେବେ ପ୍ରେରିତ ପାଉଲ ସେ ତାଙ୍କୁ ଶିକ୍ଷା ଦିଅନ୍ତି, ତୁମ ଜୀବନ ଯାତ୍ରା ମଧ୍ୟରେ ତୁମର ଗୋଲ ରହିବାକୁ, ତୁମର ଲକ୍ଷ୍ୟ ରହିବାକୁ ହବ। ବିନା ଲକ୍ଷ୍ୟରେ ଯେତେବେଳେ ଦୌଡ଼ିବ, ସେତେବେଳେ ତୁମେ ଫେଲୁର ହେଇଯିବ। ଦୌଡ଼ାଳି ମାନଙ୍କର କଥା ଆମେ ଯେତେବେଳେ ଦେଖୁଛୁ, ସେମାନଙ୍କର ଖାଦ୍ୟ, ସେମାନଙ୍କର ଜୀବନ, ସେମାନଙ୍କର ପୋଷାକ, ସେମାନଙ୍କର ଅତ୍ୟନ୍ତ ନିଷ୍ଠାପର ଅଟେ। ସେମାନେ ଅନ୍ୟମାନଙ୍କ ପରି ସେମାନେ ଖାଆନ୍ତି ନାହିଁ, ଅନ୍ୟମାନଙ୍କ ପରି ସେମାନେ ଚାଲନ୍ତି ନାହିଁ, ବୁଲନ୍ତି ନାହିଁ। ସେମାନଙ୍କ ଶରୀରକୁ ସେମାନେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ରଖନ୍ତି। ଆଉ ଦୌଡ଼ାଳି ମାନେ ଜାଣନ୍ତି ସେମାନଙ୍କ ଜୀବନ ଯାତ୍ରାରେ, ଯୋଉମାନେ ଆଉ ସ୍କୁଲ କଲେଜରେ ପଢୁଛନ୍ତି ପିଲାମାନେ ପଢିଲା ବେଳକୁ ଜାଣନ୍ତି, ସେମାନଙ୍କର ଦୌଡ଼ରେ ପ୍ରତିଯୋଗିତାରେ ପୁରସ୍କାର ପାଇବା ପାଇଁ ହେଲେ ସେମାନଙ୍କୁ ଏକ ସୀମା ଦିଆଯାଇଥାଏ, ସେମାନଙ୍କୁ ଏକ ଟ୍ରାକ୍ ଦିଆଯାଇଥାଏ। ସେ ଟ୍ରାକ୍ ରେ ସେମାନେ ଦୌଡ଼ିବେ। ଯଦି ଟ୍ରାକ୍ କୁ ଯଦି ଛାଡି ଅନ୍ୟ ଜାଗାକୁ ଯିବେ, ତାହେଲେ ସେମାନଙ୍କର ପୁରସ୍କାର ସେମାନେ ହରେଇବେ। ଲକ୍ଷ୍ୟ ରଖି ଦୌଡ଼ିବାର ଅଛି। ଖ୍ରୀଷ୍ଟିଆନ ଜୀବନ ଏକ ଲକ୍ଷ୍ୟର ଜୀବନ। ଆମମାନଙ୍କ ପାଇଁ ଶେଷରେ ପ୍ରଭୁ ରଖିଛନ୍ତି। ଆମେ ଯେତେବେଳେ ପ୍ରଭୁଙ୍କ ଉପରେ ଭରସା କରୁ, ଆମମାନଙ୍କର ଲକ୍ଷ୍ୟ ଈଶ୍ୱରଙ୍କ ଉପରେ ରଖୁ, ତେବେ ପରମେଶ୍ୱର ଆମମାନଙ୍କର କାର୍ଯ୍ୟକୁ ସଫଳ କରିବେ।
ପ୍ରେରିତ ପାଉଲଙ୍କର ପରାମର୍ଶ ହଉଛି ତିମୋଥୀଙ୍କୁ ଏକ ଲକ୍ଷ୍ୟଯୁକ୍ତ ଏକ ଲକ୍ଷ୍ୟଯୁକ୍ତ ପରାମର୍ଶ, ଯୋଉ ଜାଗାରେ ସେ ଲକ୍ଷ୍ୟ ସ୍ଥାନରେ ପହଞ୍ଚିବା ପାଇଁ ତାଙ୍କର ଏମ୍ ଦରକାର, ଲକ୍ଷ୍ୟ ଦରକାର ଅଛି। ଆମ ଜୀବନରେ ବେଳେ ବେଳେ ଆମେ ବିନା ଏମ୍ ରେ ସବୁ କାର୍ଯ୍ୟ କରି ପକାଇଥାଉ। ଯଦି ଗୋଟେ ଘର ବନଉଛୁ ଆରମ୍ଭ କରିଦଉ, କିନ୍ତୁ ତାର ବଜେଟ ଆମେ କରିନଥାଉ। କୌଣସି କାର୍ଯ୍ୟ କରୁଛୁ ଆମେ ଯୋଜନା ନ କରି ଆମେ କରିଥାଉ, ସେତେବେଳେ ଆମେ ଫେଲୁର ହେଇଥାଉ। ତେବେ ଜଣେ ଖେଳାଳି ଯେତେବେଳେ ତାର ଖେଳକୁ ସେ ଆରମ୍ଭ କରେ, ତାର ଦୌଡ଼କୁ ଆରମ୍ଭ କରେ, ସେ ତାର ଟ୍ରାକରେ ଯିବା ଆବଶ୍ୟକ ଅଟେ। ଗୋଟେ କାହାଣୀ ଶୁଣୁଥିଲି, ଏକ କ୍ରୀଡ଼ା ପ୍ରତିଯୋଗିତା ରହିଥିଲା ଗୋଟେ ଜାଗାରେ, ଯୋଉ ଜାଗାରେ ସମସ୍ତେ ଠିଆ ହେଇକି ଦୌଡ଼ିବା ପାଇଁ ଆରମ୍ଭ କଲେ। ଦେଖିଲେ ଯେ ଜଣେ ଲୋକ ଆଉ ତାର ପଡ଼ିଶାର ଲୋକକୁ ଦେଖିଲେ, ଦୌଡୁ ଦୌଡୁ ସେମାନେ ଯେତେବେଳେ ତାଙ୍କ ଦୌଡ଼କୁ ଆରମ୍ଭ କଲେ, ତାର ସୁନା ଚେନ୍ ଧରିଥିଲା ଆଉ ସେ ପକେଇଦେଲା। ପାଖରେ ଥିବା ଲୋକ ସେ ସୁନା ଚେନ୍କୁ ଦେଖିକରି ସୁନା ଚେନ୍ ଯେତେବେଳେ ସେ କାଢିବାକୁ ଲାଗିଲା, ଆଉ ଯେ ସୁନା ଚେନ୍ ପକେଇଲା, ସିଏ ଦୌଡ଼ି ଯାଇକିରି ପ୍ରଥମେ ଯାଇକିରି ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲା। ତାର ଲକ୍ଷ୍ୟ ତାର ଠିକ ଜାଗାରେ ପହଞ୍ଚିବା ପାଇଁ ହେଲେ ସମସ୍ତ ତ୍ୟାଗ କରିକି ଯିବାର ଥିଲା, କିନ୍ତୁ ଲୋଭ କରିକରି ସେ ତାର ଲକ୍ଷ୍ୟକୁ ସେ ହରେଇଲା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଈଶ୍ୱରଙ୍କର ବାକ୍ୟ କହେ ଖାଲି ଧୈର୍ଯ୍ୟ ନୁହେଁ, ଲକ୍ଷ୍ୟର ଆବଶ୍ୟକତା ଅଟେ। ଇସ୍ରାଏଲ ଲୋକମାନଙ୍କୁ ପ୍ରଭୁ କହିଲେ ଯେ ତୁମେ ଯଥେଷ୍ଟ କାଳ ବୁଲିଅଛ ଗୋଟିଏ ପାହାଡରେ, ଲକ୍ଷ୍ୟହୀନ ଏଇ 2 ବିବରଣୀ 2 ଅଧ୍ୟାୟ 1 ପଦ 2 ପଦ 3 ପଦ ଯଦି ଆମେ ପଢିବା, ସେମାନେ ତାଙ୍କର ଛୋଟିଆ ମିଷ୍ଟିକ ପାଇଁ ଅନେକ ବର୍ଷ 40 ବର୍ଷ ଗୋଟିଏ ଜାଗାରେ ବୁଲିଲେ, ସେମାନେ ଗୋଟିଏ ପାହାଡରେ ବୁଲିଲେ। ସେମାନଙ୍କର ଲକ୍ଷ୍ୟ ଥିଲା ଯେ ସେମାନେ ଅଳ୍ପ ସମୟ ଭିତରେ ପହଞ୍ଚିଲେ, କିନ୍ତୁ ସେମାନଙ୍କ ଭୁଲ ପାଇଁ ସେମାନେ ଠିକ ଜାଗାରେ ପହଞ୍ଚି ପାରିଲେ ନାହିଁ। 2 ବିବରଣୀ 2 ଅଧ୍ୟାୟ 1 2 3 ପଦରେ ଆମେ ଯଦି ପଢିଲେ ଆମେ ଜାଣିପାରିବା ଅନେକ କାଳ ସେମାନେ ସେଠାରେ ବୁଲିଲେ। ଆମେ ଅନେକ ବିଷୟ ଦେଖି ଆମ ଜୀବନରେ ଆମମାନେ ଗୋଟିଏ ଜାଗାରେ ରହିଯାଉ, ତଦ୍ୱାରା ଆମମାନେ ଲକ୍ଷ୍ୟହୀନ ହେଇଯାଉ। ପରମ୍ପରା ଆମମାନଙ୍କୁ ଧରି ରଖେ, ଆମମାନଙ୍କ ପରମ୍ପରାରେ ଏତେ ବାନ୍ଧି ହେଇଯାଉ, ଆମେ ଆଉ ଆଗକୁ ବଢି ନଥାଉ। ତେବେ ଆମମାନଙ୍କର ଲକ୍ଷ୍ୟ ଏଇ 2025 ମସିହାରେ ଜାନୁଆରୀ ମସିହା 1 ତାରିଖ ଯୋଉଟା ଶପଥ କରିଥିଲୁ ଡିସେମ୍ବର ସୁଦ୍ଧା ଏଇଟା କରିବି, ତାହା କଣ ପୂରଣ ହେଇଛି କି? ତାକୁ କଣ ଆମେ ଆମ ଗୋଲରେ ପହଞ୍ଚିଛୁ କି? ଯଦି ପହଞ୍ଚି ନାହୁଁ, କୋଉଠି ଆମର ଦୁର୍ବଳତା ରହିଛି ଆମମାନେ ବିବେଚନା କରିବାର ଆବଶ୍ୟକତା ରହିଛି। ତେବେ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଦ୍ୱିତୀୟ କଥା ମୁଁ କହିଲି ଆପଣଙ୍କୁ ଯେ ଲକ୍ଷ୍ୟ ଆମମାନଙ୍କ ଜୀବନ ଯାତ୍ରାରେ ଯୋଜନା ଲକ୍ଷ୍ୟ ସବୁ କଲେ ଆମେ ସଫଳ ହୋଇପାରିବା। ତୃତୀୟ କଥା, ପ୍ରେରିତ ପୁସ୍ତକ ତାର 20 ଅଧ୍ୟାୟର 24 ପଦରେ ଆମେ ଦେଖିବା, ଟିକେ ପଢି ଦୟାକରି ମତେ ସାହାଯ୍ୟ କରନ୍ତୁ। କିନ୍ତୁ ମୁଁ ପ୍ରେରିତ ଯେପରି ମୋହର ନିରୂପିତ ପଥର ଶେଷ ଯାଏ ଦୌଡ଼ିପାରେ, ଆଉ ଈଶ୍ୱରଙ୍କ ଅନୁଗ୍ରହର ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯୀଶୁଙ୍କ ଠାରେ ଯେଉଁ ସେବାର କାର୍ଯ୍ୟ ପାଇଅଛି, ତାହା ଯେପରି ସମ୍ପୂର୍ଣ୍ଣ କରିପାରେ, ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ଛୋଟ ମନ କରୁଅଛି। ସେବା କାର୍ଯ୍ୟକୁ ମୁଁ ଶେଷ କରିବା ପାଇଁ ମୋ ଜୀବନର ସବୁ ଉଚ୍ଚ ବିଷୟକୁ ମାରି ଦେଇଛି। ନିଜ ଜୀବନକୁ ପ୍ରିୟ ଜ୍ଞାନ କରିନାହିଁ, ମୁଁ ନିଜକୁ ଦାସ କରିଛି। ଜିହୁଦୀୟ ମାନଙ୍କ ପାଖରେ ଜିହୁଦୀୟ ପରି ହେଲି, ଗ୍ରୀକ ମାନଙ୍କ ପାଖରେ ଗ୍ରୀକ ପରି ହେଲି, ବିଜାତୀୟ ମାନଙ୍କ ପାଖରେ ବିଜାତୀୟ ପରି ହେଲି। ସମସ୍ତଙ୍କୁ ମୋ ଜୀବନରେ ମୁଁ ଆବରି। ଛୋଟିଆ ଜିନିଷ ସେବାରେ ମତେ ସଫଳ ହେବା ପାଇଁ ସାହାଯ୍ୟ କଲା। ଆଜିକାଲି ଛୋଟ ହେବା ପାଇଁ ଆଉ କେହି ଇଚ୍ଛା କରୁନି। ଚର୍ଚ୍ଚରେ ମଣ୍ଡଳୀରେ ସବୁ ଜାଗାରେ ସମସ୍ତେ ଚେୟାର ରାଖ ବସିବା ପାଇଁ ଇଚ୍ଛା କରିବେ, ଷ୍ଟେଜକୁ ଯିବା ପାଇଁ ବୋଲିକରି ଇଚ୍ଛା କରିବେ। ଦାନ ଦେଇଥିଲେ ମୋର ନାଁ ପଢନ୍ତୁ ସେ ଲିଷ୍ଟରେ ବୋଲିକରି ଇଚ୍ଛା କରିବେ। ଫ୍ୟାନ ଦେଇଥିଲେ ଫ୍ୟାନରେ ମୋର ନାଁ ଲେଖନ୍ତୁ ବୋଲିକରି ଇଚ୍ଛା କରିବେ। ଛୋଟ ହେବା ପାଇଁ କାହାକୁ ଇଚ୍ଛା ନାହିଁ। ଆହୁରି ସମସ୍ତେ ଆମେ ଆମର ପୁଅ ଝିଅ ଯେତେବେଳେ ବଡ ହଉଛନ୍ତି ଆଇଏଏସ୍ ଅଫିସର ଓଏସ୍ ଅଫିସର ବୋଲିକରି ଆମେ ଚିନ୍ତା କରିବା, କାହାକୁ ଛୋଟ ହେବା ପାଇଁ ବୋଲିକରି ଇଚ୍ଛା ନାହିଁ। କିନ୍ତୁ ପ୍ରେରିତ ପାଉଲ କହୁଛନ୍ତି ମୋର ଲକ୍ଷ୍ୟକୁ ପହଞ୍ଚିବା ପାଇଁ ହେଲେ ମତେ ନିମ୍ନ ମନେ କରିବାକୁ ପଡିବ, ମତେ ଛୋଟ ହେବାକୁ ପଡିବ, ଛୋଟିଆ ଛୋଟିଆ ଜିନିଷକୁ ମତେ ଧରିବାକୁ ପଡିବ। ଛୋଟିଆ ଜିନିଷ ମତେ ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚେଇବା ପାଇଁ ସାହାଯ୍ୟ କରେ। ତାହା ହଉଛି ନମ୍ରତା, ତାହା ହଉଛି ସେବକ ଜୀବନର ଗୁଣ।
ତା ହଉଛି ଖ୍ରୀଷ୍ଟିଆନ ଜୀବନର ଆଶୀର୍ବାଦର ଏକ ଅଂଶ। ଏତେ ବଡ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଏ ସ୍ୱର୍ଗ ପୃଥିବୀର ପ୍ରଭୁ, ଯାହାଙ୍କ ଦ୍ଵାରା କୌଣସି ପତ୍ର ହଲେ ନାହିଁ, ସେପରି ଲୋକ ଆସି ଶିଷ୍ୟ ମାନଙ୍କର ପାଦ ଧୋଇଦେଲେ। ସିଏ ଦାସ ରୂପ ଧାରଣ କଲେ ବୋଲିକରି ଲେଖା ହେଇଛି। ସେ ନିଜକୁ ଛୋଟିଆ ମନେ କଲେ, ନିମ୍ନ ମନେ କଲେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମମାନଙ୍କର ସଫଳତା, ଆମମାନଙ୍କର ଲକ୍ଷ୍ୟରେ ପହଞ୍ଚିବାଟା ସବୁ ଆମକୁ ଯେତେବେଳେ ପ୍ରିୟ ଜ୍ଞାନ ନ କରିବା, ନିଜ ଜୀବନକୁ ପ୍ରଭୁଙ୍କ ଠାରୁ ଅଧିକା ଅଗ୍ରାଧିକାରୀ ନ ଦେଖ, ସେଥିପାଇଁ ପ୍ରେରିତ ପାଉଲ କହିଛି, ମତେ ଲକ୍ଷ୍ୟରେ ପହଞ୍ଚିବା ପାଇଁ ହେଲେ ମୋ ଜୀବନକୁ ମୁଁ ଛୋଟିଆ ବିଷୟକୁ ମନେ କରିବି। ମୁଁ ଗୋଟେ କାହାଣୀ ଶୁଣୁଥିଲି, ଆଉ ହାଇଦ୍ରାବାଦରେ ଜଣେ ପାଇଲଟ ଥିଲେ। ସେ ଗୋଟେ ମେଗା ଚର୍ଚ୍ଚକୁ ଯାଆନ୍ତି। ପ୍ରତିଦିନ ରବିବାର ଦିନ ସେ ଆସନ୍ତି ଆଉ ଗିର୍ଜାରେ ବସନ୍ତି। ଗୋଟିଏ ଦିନ ସେ ଗିର୍ଜାରେ ଆସିଲେ ଆଉ ଟଏଲେଟ ସଫା କରୁଥିଲେ। ଟଏଲେଟ ସଫା, ତାଙ୍କ ଡ୍ରେସ ପୋଷାକ ପତ୍ର ବହୁତ ସୁନ୍ଦର, ଦେଖିବାକୁ ହାଇ ଫାଇ ଲୋକ, କିନ୍ତୁ ଟଏଲେଟ ସଫା କରୁଛନ୍ତି। ହେଲେ ସେତେବେଳେ ଆଉ ପାଷ୍ଟର ବାବୁ ଆସିଲେ ଆଉ ପଚାରିଲେ ତାଙ୍କୁ, କହିଲେ ଯେ ତୁମେ କିଏ? ସେ ଜାଣିନାହାନ୍ତି। ସେ କଥାବାର୍ତ୍ତା କରୁ କରୁ ତାଙ୍କ ପରିଚୟକୁ ସେ ଲୁଚେଇଲେ। ତାପରେ ଧୀରେ ଧୀରେ ଯେତେବେଳେ ତାଙ୍କ ପରିଚୟ ଜାଣିଲେ, ସେ ଜଣେ ଉଡାଜାହାଜର ଚାଳକ ଅଟନ୍ତି, ଇଣ୍ଡିଗୋ ଚଲାଉଛନ୍ତି। କିନ୍ତୁ ରବିବାର ଦିନ ସେ ଆପଣା ସମୟ କାଢି ଆସିକରି ତାଙ୍କ ଲୋକମାନେ ଯୋଉଠି ସେମାନେ ପାଇଁ ବୋଲି ସେ ଟଏଲେଟ ସଫା କରୁ, ଝାଡୁ କରୁଥିଲେ। ସେତେବେଳେ ପାଳକଙ୍କ ପାଖରେ ଯେତେବେଳେ ଆଉ ସେ ତାକୁ ବ୍ୟାଖ୍ୟା କଲେ, ସେତେବେଳେ ପାଳକ ଆଶ୍ଚର୍ଯ୍ୟ ହେଇଗଲେ। ଏତେ ବଡ ପଦପଦବୀ ଥାଏ, ଏତେ ପଇସା ପାଇ, ହାଇ ଫାଇ ଲୋକ, ପ୍ରତିଦିନ ଉଡାଜାହାଜରେ ଉଡନ୍ତି, କିନ୍ତୁ ଟଏଲେଟ ସଫା କରିବା ପାଇଁ, ପ୍ରଭୁଙ୍କର ଲୋକମାନେ ଝାଡା ଯାଆନ୍ତି ଯୋଉ, ତାକୁ ସଫା କରିବା ପାଇଁ ସେ ମନୋନୀତ କଲେ, ଦାସର ଧାରଣ କଲେ। କେତେ ନମ୍ର! ଆମେ ଯଦି ପାଇଲଟ ହେଇଥାନ୍ତୁ ବୋଲେ ଆଗେ ଯାଇକିରି ହାତ ମିଶେଇଥାନ୍ତୁ ପାଷ୍ଟରକୁ, ପାଷ୍ଟର ପାଖରେ ଚୌକି ଦେଇକି ବସ ବୋଲିକରି ଆମେ କହିଥାନ୍ତୁ। ଆମେ ନଦେଲେ କୋପେଇଥାନ୍ତୁ ଆମର ଭାଷାରେ, ଆମେ ନଦେଲେ ଦୁଃଖ କରିଥାନ୍ତୁ। ମୁଁ ଏତେ ବଡ ଲୋକ, ମଣ୍ଡଳୀକୁ ଗଲି, ମୁଁ ଅଧିକ ଦାନ ଦେଇଥାନ୍ତି, ମୁଁ ଅଧିକ କାର୍ଯ୍ୟ କରିଥାନ୍ତି, କିନ୍ତୁ ମତେ ସିଏ ମତେ ସମ୍ମାନ ଦେଲେ ନାହିଁ, ହଠାତ୍ ଝାଡୁ କରେଇଲେ ନାହିଁ। ମଣ୍ଡଳୀର ସାନ ପଦ ପଦବୀ ପାଇବା ପାଇଁ ମଧ୍ୟ ଲୋକ ଇଚ୍ଛା କରନ୍ତି ନାହିଁ, ବଡ ବଡ ପଦ ପାଇବା ପାଇଁ ଇଚ୍ଛା କରନ୍ତି। କିନ୍ତୁ ସେବକୀୟ ଜୀବନରେ, ଯୀଶୁଙ୍କ ଜୀବନରେ ଦେଖୁଛୁ, ସେବା କାର୍ଯ୍ୟ ପାଇଁ ସ୍ୱର୍ଗ ରାଜ୍ୟର ଶ୍ରେଷ୍ଠ ବିଷୟ ହଉଛି ସେବା କରିବା। ଏବେ ପ୍ରେରିତ ପାଉଲ ସେ କଥା କହନ୍ତି ତିମୋଥୀଙ୍କ ନିକଟକୁ, ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ହେଲେ ଆପଣାକୁ ନତ କରିବାକୁ ପଡିବ, ଆପଣାକୁ ଶୂନ୍ୟ କରିବାକୁ ପଡିବ, ଆପଣାର ଯେତେ ସବୁ ପ୍ରିୟ ବିଷୟକୁ ହରେଇବାକୁ ପଡିବ। ତାହେଲେ ଆମ ଜୀବନ ଯାତ୍ରାର ଉନ୍ନତ ବିଷୟ ସବୁ ପ୍ରାପ୍ତ ହେବେ। ପ୍ରଭୁ ଆମମାନଙ୍କୁ ଦାସ ରୂପ ମନ ଦିଅନ୍ତୁ, ପ୍ରଭୁ ପ୍ରିୟର ମନୋଭାବ ଦିଅନ୍ତୁ। ଆମେ ହୁଏତ ଭାବିଥାଉ କିନ୍ତୁ କରିନଥାଉ। ଆଜି ରବିବାର ସକାଳେ ଆମକୁ ସେଇ ଅନୁଗ୍ରହର ଅଂଶ କରାନ୍ତୁ। ଆମେ ଅନ୍ୟର ସେବା କରିବା ପାଇଁ, ପ୍ରଭୁଙ୍କ ରାଜ୍ୟ ବୃଦ୍ଧି ପାଇଁ, ମୋ ମୋ ଶରୀରରେ ପ୍ରଭୁଙ୍କର ଗୌରବ କରିବା ପାଇଁ ମୁଁ ସେବକର ମନୋଭାବ ନେବି। ମତେ ବଡ ପଦ ଦରକାର ନାହିଁ। ଆମେ ଯେତେବେଳେ ସେବାକୁ ଆମମାନେ ଆଗରୁ, ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବି। ଆମେ ଯେତେବେଳେ ବଡ ହେବା ପାଇଁ ଇଚ୍ଛା କରୁ, ସେତେବେଳେ ହୁଏତ ଆମେ ବଡ ହେଇ ନପାରୁ। ସେବା ମନୁଷ୍ୟ ଜୀବନର, ଖ୍ରୀଷ୍ଟୀୟ ଜୀବନର ଏକ ପ୍ରଥମ ଅଂଶ। ଛୋଟ ବିଷୟକୁ ଆଜି ଆପଣ ମନୋନୀତ କରନ୍ତୁ, ପ୍ରଭୁ ଆପଣଙ୍କୁ ଉନ୍ନତ କରିବେ, ଉଚ୍ଚରେ ରଖିବେ। ଆପଣଙ୍କ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀର ପଦ ସଦୃଶ୍ୟ ବ୍ୟବହାର କରିବେ, ବଡ ବଡ ଅଧିକାର କରିବେ, ବଡ ପଦ ଦେବେ, ଧନ ଦେବେ, ସମ୍ପତ୍ତି ଦେବେ। କିନ୍ତୁ ଛୋଟ ବିଷୟକୁ ଯେତେବେଳେ ଆମେ ଗ୍ରହଣ କରିବା, ଛୋଟ ବିଷୟକୁ ଯେତେବେଳେ ଆମେ ମନୋନୀତ କରିବା, ଆମେ ଯଦି ବଡ ବିଷୟକୁ ମନୋନୀତ କରିବା, ସେତେବେଳେ ପ୍ରଭୁ ଆମ ପ୍ରତି ଦୁଃଖ କରିପାରନ୍ତି, ପ୍ରଭୁ ଆମ ପ୍ରତି ସନ୍ତୁଷ୍ଟ ହେଇ ନ ପାରନ୍ତି। ସେଥିପାଇଁ କରନ୍ତୀୟ ପୁସ୍ତକରେ ଲେଖାଯାଏ ଯେ, ପ୍ରେରିତ ପାଉଲ ଲେଖନ୍ତି ଯେ ଇସ୍ରାଏଲ ଲୋକମାନଙ୍କ ଜୀବନରେ, ଅନେକଙ୍କ ଜୀବନରେ ଈଶ୍ୱରଙ୍କର ସନ୍ତୁଷ୍ଟ ନଥିଲା ବୋଲି ଲେଖାଯାଏ। ସେମାନେ ଉଚ୍ଚ ବିଳାସୀ ଥିଲେ, ବ୍ୟଭିଚାରୀ ଥିଲେ, ପ୍ରତିମା ପୂଜକ ଥିଲେ, ନାମକୁ ମାତ୍ର ସେମାନେ ମନୋନୀତ ଲୋକ ଥିଲେ। ଖ୍ରୀଷ୍ଟୀୟ ଜୀବନରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ଆମକୁ ନତ ହେବାକୁ ପଡିବ। ଆମ ଜୀବନରେ ନିଜ ଜୀବନକୁ ଆମମାନେ ଯୋଉ ନିଜକୁ ଯୋଉଟା ପ୍ରିୟ ବୋଲି ଭାବୁଛୁ, ତାକୁ ଅପ୍ରିୟ କରିବାକୁ ପଡିବ। ଖ୍ରୀଷ୍ଟଙ୍କୁ ପ୍ରିୟ କରି ଯଦି ଆମେ ଚାଲିବା, ତାହେଲେ ଆମେ ସଫଳ ହେଇପାରିବା। ଚତୁର୍ଥ କଥା, ଫିଲିପିଓ 3:14 ପଦକୁ ଆମମାନେ ପଢିବା।
ପଶ୍ଚାତ୍ ବିଷୟ ସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟ ଗୁଡିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଈଶ୍ୱରଙ୍କର ସ୍ୱର୍ଗୀୟ ଆହ୍ୱାନର ପୁରସ୍କାର ପାଇବା ନିମନ୍ତେ ପ୍ରାଣପଣ କରିକି ଲକ୍ଷ୍ୟ ସ୍ଥଳକୁ ଦୌଡୁଅଛି। ପ୍ରଥମ କଥା ହଉଛି ପୁରୁଣା ବିଷୟକୁ ସବୁ ଭୁଲିଯିବା। ଆପଣଙ୍କର ଫେଲୁର, ଆପଣଙ୍କର ଅସଫଳତା, ଆପଣଙ୍କର ବଡ ଚିନ୍ତା, ଆପଣ ହରେଇଥିବା ବିଷୟ, ସବୁକୁ ପୁରୁଣା ବିଷୟକୁ ଭୁଲିଯିବା ଅଛି। ଜଣେ ଖ୍ରୀଷ୍ଟୀୟ ଯାତ୍ରୀ ତାର ପୁରୁଣା ବିଷୟକୁ ସମସ୍ତ ବିଷୟ ଭୁଲି ଯିବାକୁ ପଡିବ। ଯଦି ତାକୁ ବହନ କରି ଆସିବ, ତାକୁ ଯଦି ସେ ବୋଝକୁ ବହି କରି ଆସିବ, ତାହେଲେ ସଫଳ ହେଇପାରିବ ନାହିଁ। ଆମ ଜୀବନରେ ଅନେକ ସମୟରେ ପୁରୁଣା ବିଷୟକୁ ବହି ବହି ଆସୁଛୁ ବୋଲି ଆମେ ସଫଳ ହେଇପାରୁନୁ। ସବୁଦିନ ପ୍ରାର୍ଥନା କରୁଛୁ, ସବୁଦିନ ବାଇବେଲ ପଢୁଛୁ, ସବୁଦିନ ଆରାମ କରୁଛୁ, କିନ୍ତୁ ପୁରୁଣା ବିଷୟକୁ ଆମେ ବହି ବହି କରି ଆସୁଛୁ। ଗୋଟିଏ ଯାତ୍ରୀ ଗୋଟେ ଟ୍ରକ ରେ ଯାଉଥିଲେ। ଟ୍ରକ ରେ ଗଲା ବେଳକୁ ସେ ଦେଖିଲେ, ସେ ଗୋଟେ ଜାଗାରେ ରଖିଥିଲେ, ଆଉ ଟ୍ରକ ହାତ ମାରିଲେ, ଟ୍ରକ ରଖିଲା, ମୁଣ୍ଡରେ ବୋଝ ବୋହିଥିଲେ, ସେ ଯାଉଥିଲେ। ଟ୍ରକ ରେ ବସିଲା ପରେ ମଧ୍ୟ ତାର ମୁଣ୍ଡରେ ସେ ବୋଝ ବୋହିଛି। ସେ ଟ୍ରକ ହେଲ୍ପର ଆସି ପଚାରୁଛି, କାହିଁକି ମୁଣ୍ଡରେ ବୋହିଛୁ ବାବୁ? ଆଉ ଏ ବୋଝ ତ ଟ୍ରକ ବୋହିବା କଥା, ତମେ କାହିଁକି ବୋହିଛ? ସେ କହିଲେ, ନା ମୁଁ ଏଟା ବୋହି କରି ନେବି। ସେ କହିଲେ, ଏ ବୋଝ ତୁମେ ବୋହିବ ନାହିଁ, ଏ ବୋଝ ଟ୍ରକ ବୋହିବା କଥା, ତମେ କାହିଁକି ବୋହିଛ? ବେଳେ ବେଳେ ଆମେ ଆମର ପୁରୁଣା ବିଷୟକୁ, ତୁମର ଅଜ୍ଞାତକୁ ଆମେ ଧରି ରଖୁ। ପୁରୁଣା ବିଷୟକୁ ଭୁଲି ନ ଯାଅ। ଖ୍ରୀଷ୍ଟିଆନ ଜୀବନ ହଉଛି ନୂଆ ଜୀବନ। ଲୋଟଙ୍କ ସ୍ତ୍ରୀ ଯେତେବେଳେ ସେ ସୋଦମ ଗମରାକୁ ଛାଡୁଛନ୍ତି, ଅନେକ ଗୁଡାଏ ଜିନିଷ ସେ ଦେଖୁଛନ୍ତି, ଆଉ ସେ ପୁରୁଣା ବିଷୟକୁ ମନେ ପକାଉଛନ୍ତି। ଆଜି ଯୁଗରେ ହେଲେ ସେ ଜାଗାରେ ଗନ୍ଧକ ଅଗ୍ନି ପଡିଛି, ସବୁ ଜଳି ଯାଇଛି, ମୋର ମୂଲ୍ୟବାନ ଜିନିଷ ଗୁଡାକ ସେଠି ଅଛି, ଭଲ ଭଲ ଶାଢୀ, ସୁନା ରୂପା ଅଳଙ୍କାର, ହୁଏତ ସୁନା ଧରିକିରି ଆସିଥିବ, ମୋର ଫ୍ରିଜ, ମୋର ଘର ଦ୍ୱାର, ମୋର ଏସି, ସବୁ ଛାଡିବାକୁ ହେଲେ 5 ମିନିଟରେ ମତେ ସଜାଗ ହେଇକି ଯିବାକୁ ପଡିବ। ପୁରୁଣା ବିଷୟ ଛାଡିବ ସମ୍ଭବ ନାହିଁ, ପୁରୁଣା ବିଷୟ 5 ମିନିଟ କି 10 ମିନିଟରେ ଆସିବା ପାଇଁ। ସେ ଟିକେ ମନେ ପକେଇଲେ ପୁରୁଣା ବିଷୟକୁ, ଅନେକ ଜିନିଷ ଭରି ରହିଛି ସଦମରେ। ସେତେବେଳେ ସେ ଲୁଣ ସ୍ତମ୍ଭ ହେଇଥିଲେ, ଲକ୍ଷ୍ୟ ସ୍ଥାନରେ ପହଞ୍ଚି ପାରିଲେ ନାହିଁ। ଏଲିଶାଙ୍କର ଦାସ ଗିହେଜି, ସେ ସୁନା ରୂପାକୁ ଇଚ୍ଛା କଲେ, ନାମାନର ଧନ ସମ୍ପତ୍ତିକୁ ସେ ଇଚ୍ଛା କଲେ, ଗଲେ, କୃଷ୍ଟି ହେଇଗଲା, ଲକ୍ଷ୍ୟ ସ୍ଥାନରେ ପହଞ୍ଚି ପାରିଲେ ନାହିଁ। ଅନେକ ଲୋକ ଆରମ୍ଭ କରନ୍ତି କିନ୍ତୁ ଶେଷ କରିପାରନ୍ତି ନାହିଁ। ଚତୁର୍ଥ କଥା ଆମେ ଦେଖିଲୁ, ପଶ୍ଚାତ ବିଷୟକୁ ଆମମାନେ କଣ କରିବା? ଭୁଲିଯିବା। ପଞ୍ଚମ କଥା, ପ୍ରଥମ ତିମୋଥୀ 6:10-11, ସେ ଜାଗାରେ ଲେଖା ହେଇଛି, ଧନଲୋଭ ଶୂନ୍ୟ ହୁଅ। ଯଦି ପଢିବା ଭଲ ହବ ସେ କଥା ଟିକେ। କେତେ? ପ୍ରଥମ ତିମୋଥୀ ପ୍ରଥମ ତିମୋଥୀ 6:10-11। କାରଣ ଧନଲୋଭ ସମସ୍ତ ମନ୍ଦ ତାର ମୂଳ। କେହି କେହି ସେଥିରେ ଆସକ୍ତ ହୋଇ ବିଶ୍ୱାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଛନ୍ତି, ପୁଣି ବହୁ ଦୁଃଖରେ ଆପଣା ଆପଣା ହୃଦୟରେ ଦୁଃଖ କରିଅଛନ୍ତି। ଜଣେ ପ୍ରକୃତ ବିଶ୍ୱାସୀର ପଞ୍ଚମ ଚରିତ୍ର ହଉଛି ସେ ଧନଲୋଭ ଶୂନ୍ୟ ହେବ। ଧନ ଭଲ କଥା, ଧନ କିଛି ଖରାପ କଥା ନାହିଁ, କିନ୍ତୁ ତାକୁ ପ୍ରପର ୱେରେ ୟୁଜ କରିବାକୁ ପଡିବ। ଧନ ଲୋଭରେ ଅନେକ ଲୋକ ସେମାନେ ନଷ୍ଟ ହେଇଛନ୍ତି। ଅବ୍ରାହମ ଲୋଟଙ୍କର କଥା ଯେତେବେଳେ ଦେଖୁଛୁ, ଅବ୍ରାହମକୁ ଲୋଟକୁ କହିଲେ, ତୁମେ ଯୋଉ ଜାଗା ଦେଖୁଛ ସେ ଜାଗା ବାଛ। ଲୋଟ ବାଛିଲେ ସୁନ୍ଦର ଜାଗା, ଭଲ ଚାଷ ହବ, ଭଲ ସବୁ ଜିନିଷ ପାଇବି, ସବୁ ଜିନିଷ ହବ। ଏକ ଦୁଷ୍ଟ ଜାଗାକୁ ସେ ବାଛିଲେ, କିନ୍ତୁ ସେ ନଷ୍ଟ ହେଇଗଲେ, ସେ ଦୁଷ୍ଟ ମାନଙ୍କ ଜାଗାରେ ରହିଲେ। କିନ୍ତୁ ଅବ୍ରାହମଙ୍କର ଜୀବନ କଥା ଯେତେବେଳେ ଦେଖୁଛୁ, ଯୋଆଡେ ଗଲେ ସେ ବେଦୀ ଲଗେଇଲେ, ସେ ବେଦୀ ସଜେଇଲେ, ବେଦୀ କଲେ, ପ୍ରାର୍ଥନା କଲେ, ଧନକୁ ଅଗ୍ରାଧିକାର ଦେଲେ ନାହିଁ, ଭଲ ଭୂମିକୁ ଅଗ୍ରାଧିକାର ଦେଲେ ନାହିଁ, ତାଙ୍କ ସାଲେରୀକୁ ଅଗ୍ରାଧିକାର ଦେଲେ ନାହିଁ, ତାଙ୍କ ପିଲାମାନଙ୍କୁ ଅଗ୍ରାଧିକାର ଦେଲେ ନାହିଁ, ତାଙ୍କର କୌଣସି ବିଷୟକୁ ଅଗ୍ରାଧିକାର ଦେଲେ ନାହିଁ। ସବୁ ଜାଗାକୁ ଗଲେ ସେ ବେଦୀ ବନେଇଲେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ। ସେଥିପାଇଁ ଆଜି ମଧ୍ୟ ଆମେ ତାଙ୍କ ନାମ ଧରି ପ୍ରଚାର କରିପାରୁଛୁ। ଯେ ପ୍ରଭୁଙ୍କ ଲୋକମାନେ, ଧନ ଆମକୁ ଈଶ୍ୱରଙ୍କ ରାଜ୍ୟରୁ ଆକୁ କଣ କରେ ନା ଆମମାନଙ୍କୁ ଛୋଟେଇ ରଖେ। ତେବେ ଆମେ ଫାଇନାନ୍ସ ଟା କୌଣସି ଜିନିଷରେ ଖରାପ ନାହିଁ।
ବାକି ତାକୁ ଯଦି ପ୍ରପର ୱେରେ ଯଦି ୟୁଜ ନ କରିବା ତାହେଲେ ଆମକୁ ନଷ୍ଟ କରିବ। ଗୀତ ସଂହିତା 62:10 ଲେଖାଯାଏ, ଧନ ବଢିଲେ ତହିଁରେ ମନ ଦିଅ ନାହିଁ। ଆମେ ଧନ ବଢିଲେ ସେଠି ଏକା ମନ ଦେଇଥାଉ। ଆମର ସବୁ ମନ ସେଠି ଏକା, କଣ କରିବି, କୋଉଠି ପ୍ଲଟ କିଣିବି, କୋଉଠି ସୁନା କିଣିବି, ଏତେ ଟଙ୍କା ତ ହେଇଗଲା ଏବେ ସବୁ। ଆଉ ହିତୋପଦେଶରେ ଲେଖାଯାଏ ଯେ ଧନ ଚିରକାଳ ସ୍ଥାୟୀ ନୁହେଁ। ଜଣେ ଖ୍ରୀଷ୍ଟୀୟ ଜୀବନର ପଞ୍ଚମ ଗୁଣ ମୁଁ କହିଲି ଆପଣ ମାନଙ୍କୁ ଯେ ତାହା ହଉଛି ଧନ ଲୋଭ ଶୂନ୍ୟ ହବା। ଧନ ମୁଁ ବି କହିଦଉଛି, ଆପଣ ମାନେ ବି କହିଦେବେ ଯେ ଶୂନ୍ୟ ହେବା, କିନ୍ତୁ ଧନ ଶୂନ୍ୟ ହେବା, ଲୋଭ ଶୂନ୍ୟ ହେବା ବହୁତ କଷ୍ଟକର ବିଷୟ ଅଟେ। କିନ୍ତୁ ଈଶ୍ୱରଙ୍କର ବାକ୍ୟ ଆମକୁ ଶିକ୍ଷା ଦିଏ ଯେ ଆମେ ଲୋଭ ଶୂନ୍ୟ ହେଲେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିବା। ଷଷ୍ଠ କଥା, ଏଭରି ବାରର ଆଉ ଥରେ ସେ 1-2 ପଦରେ ଆମେ ଯେତେବେଳେ ଦେଖିବା, ସେଠି ଦିଟି କଥା ଲେଖାଯାଏ। ଗୋଟେ ହଉଛି ପାପ, ଆଉ ଗୋଟେ ହଉଛି ଭାର। ଗୋଟେ ହଉଛି ଓଜନ, ଆଉ ଗୋଟେ ହଉଛି ପାପ। ତେବେ ଆମମାନଙ୍କର ପାପ ଆଉ ଭାରକୁ ଆମମାନେ ଯେତେବେଳେ ତ୍ୟାଗ କରିବା, ଈଶ୍ୱରଙ୍କ ଉପରେ ଆଉ ସମର୍ପଣ କରିବା, ଆଉ ତେବେ ପରମେଶ୍ୱର ଆମ ପ୍ରତି ସନ୍ତୁଷ୍ଟ ହେବେ, ଆମେ ଲକ୍ଷ୍ୟ ସ୍ଥାନରେ ପହଞ୍ଚି ପାରିବା। ତେଣୁ ପିତର କହନ୍ତି, ତୁମାନଙ୍କ ସମସ୍ତ ଚିନ୍ତାର ଭାର ତାଙ୍କ ଉପରେ ପକାଅ, ତହିଁରେ ସେ ସମସ୍ତ ବିଷୟ ତୁମକୁ ସମ୍ଭାଳିବେ। ସପ୍ତମ କଥା, ଏଭରି ବାରର ତାର 1 ପଦ ଆଉ ଥରେ ଟିକେ ପାଠ କରନ୍ତୁ ସାର୍, ଟିକେ ଆଉ ଟିକେ। ଅତଏବ ଏଡେ ବୃହତ୍ ମେଘତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କର ଗନ୍ତବ୍ୟ ପଥରେ ଧାବମାନ ହେଉ। ସପ୍ତମ କଥା, ଯୀଶୁଙ୍କୁ ଲକ୍ଷ୍ୟ କରିକି ଆମମାନେ ଚାଲିବା। ଯୀଶୁ ହଉଛନ୍ତି ଆମ ଜୀବନର ପ୍ରାୟୋରିଟି। ସେ ହଉଛନ୍ତି ଆମମାନଙ୍କ ଜୀବନର ସବୁ କିଛି, ସବୁ ବୃଥା ଅଟେ। ତେବେ ଖ୍ରୀଷ୍ଟୀୟ ଜୀବନର ଜୀବନ ଯାତ୍ରାରେ ଆମମାନଙ୍କୁ ପହଞ୍ଚିବା ପାଇଁ, ଶେଷ କରିବା ପାଇଁ ହେଲେ ଆମମାନଙ୍କୁ ଯୀଶୁଙ୍କୁ ଲକ୍ଷ୍ୟ କରିବାକୁ ଚାଲିବାକୁ ପଡିବ। ସେଥିପାଇଁ ପ୍ରେରିତ ପାଉଲ ତିମୋଥୀକୁ କହିଲେ ଯେ ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ ଅଛି ଓ ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡୁଅଛି। ମୋ ଦୌଡର ସମାପ୍ତିରେ ମୁଁ ପହଞ୍ଚିବା ପାଇଁ ମତେ ଅନେକ ଗୁଡିଏ କଥା କହିବାକୁ ଅଛି, ଆଉ ତୁମେ ତାକୁ ବହନ କରିକି ଧରିଛ। ପ୍ରଥମ କଥା ମୁଁ କହିଲି, ଖ୍ରୀଷ୍ଟୀୟ ଜୀବନର ଦୌଡ଼ ପାଇଁ ହେଲେ, ପୁରସ୍କାର ପାଇବା ପାଇଁ, ଲକ୍ଷ୍ୟରେ ପହଞ୍ଚିବା ପାଇଁ ହେଲେ ଆମକୁ ଧୈର୍ଯ୍ୟର ଆବଶ୍ୟକ। ଦ୍ୱିତୀୟ କଥା ମୁଁ କହିଲି, ଆମକୁ ଏମ୍ ବା ଲକ୍ଷ୍ୟ। ତୃତୀୟ କଥା ହଉଛି ନିଜକୁ କଣ କରିବା, ଶୂନ୍ୟ କରିବା, ନିଜକୁ ନିମ୍ନ ମନେ କରିବା। ଚତୁର୍ଥ କଥା ମୁଁ ଆପଣମାନଙ୍କୁ କହିଲି ଯେ ପଶ୍ଚାତ ବିଷୟ ସବୁ ଭୁଲିଯିବା। ପଞ୍ଚମ କଥା, ଧନଲୋଭ ଶୂନ୍ୟ ହେବା। ଷଷ୍ଠ କଥା ହଉଛି ଆମ ପାଖରେ ଯୋଉ ପାପ ଭାର ଅଛି, ଯୋଉ ଚିନ୍ତା ଅଛି, ପ୍ରଭୁଙ୍କ ଉପରେ ପକେଇବା। ଷଷ୍ଠ କଥା ହଉଛି ଆମମାନେ ଯୀଶୁଙ୍କୁ ଲକ୍ଷ୍ୟ କରିବା। ପ୍ରଭୁ ଆମମାନଙ୍କ ଜୀବନ ଦୌଡ଼ରେ ଆମକୁ ଆଶୀର୍ବାଦ କରିବେ। ଶେଷରେ ଆମମାନଙ୍କୁ ପୁରସ୍କାର ହେବା ଏବଂ ପ୍ରଭୁ ଆମମାନଙ୍କୁ ପୁରସ୍କାର ଦେବେ। ତାଙ୍କ ଜୀବନର ମୂଳ ଚିନ୍ତା ହଉଛି ଯେ ସେ ଯାହା ଆରମ୍ଭ କରିଥିଲେ ତାକୁ ଶେଷ କରିବା ପାଇଁ ସେ ଶିଷ୍ୟ ତିମୋଥୀଙ୍କୁ ଏଇ ସବୁ ଆଜ୍ଞା ସେ ଦିଅନ୍ତି। ପ୍ରଭୁ ସେଇ ପ୍ରଭାବ, ସେଇ ସ୍ୱଭାବ ଆମମାନଙ୍କ ଜୀବନ ଦେଇ ଗୌରବାନ୍ୱିତ ହୁଅନ୍ତୁ। ଆମେନ୍। Thank you very much, sir. Thank you for giving me the ପ୍ରେଜ୍ opportunity. ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଆମେ ଅତି ସୁନ୍ଦର ବାକ୍ୟ, ଉତ୍ସାହଜନକ ବାକ୍ୟ ଶୁଣିଅଛୁ। ବାକ୍ୟର ଆଲୋକରେ ନିଜକୁ ରଖିକି ଆମେ ନିଜକୁ ପଚାରିକି ପ୍ରଭୁଙ୍କ ନିକଟରେ ସମର୍ପଣ ହେଇକି ପ୍ରାର୍ଥନା କରିବା। ପ୍ରଚାରିତ ବାକ୍ୟ ନିମନ୍ତେ, ବକ୍ତାଙ୍କ ନିମନ୍ତେ ଆମେ ଯେତେ ସମସ୍ତେ ଶୁଣିଅଛୁ, ପ୍ରତ୍ୟେକ ଜୀବନ ମଧ୍ୟରେ ପ୍ରଭୁ କାର୍ଯ୍ୟ କରନ୍ତୁ, ଆଶୀର୍ବାଦ କରନ୍ତୁ। ତେଣୁ କରିକି ଆଉ ଆମେମାନେ ପ୍ରାର୍ଥନା କରିବା, ଅନୁରୋଧ କରିବେ ଏଇ ସମୟରେ ପ୍ରାର୍ଥନା କରିବା ପାଇଁ। ଆମମାନଙ୍କ ମଧ୍ୟରେ ହେମଲତା ସୁନା ଆଉ ଦିଦି ଅଛନ୍ତି, ସେ ପ୍ରାର୍ଥନା କରିବେ। ତତ୍ପରେ ଜେନା ସାର୍ଙ୍କୁ ଅନୁରୋଧ କରିବି, ସେ ଶେଷ ଆଶୀର୍ବାଦ ଘୋଷଣା କରିବେ। ଭାଇ ପ୍ରେସ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ନମସ୍କାର। ପ୍ରାର୍ଥନା କରି ଗୌରବ ସମ୍ଭ୍ରମ ପୂଜା ପ୍ରଶଂସା ପାଇବାକୁ ଯୋଗ୍ୟ ପରମେଶ୍ୱର, ତୁମ ପବିତ୍ର ମହାନାମର ଧନ୍ୟବାଦ ବାପା।
ତୁମେ କେତେ ଅନୁଗ୍ରହ କଲ ପ୍ରଭୁ, ଆମମାନଙ୍କୁ ଗତ ରାତ୍ରର ସମସ୍ତ ଅମଙ୍ଗଳରୁ ରକ୍ଷା କଲ ପ୍ରଭୁ। ମୃତ୍ୟୁ ଶଯ୍ୟାରୁ ଉଠେଇଲ। ଏଇ ଦିବସର ପ୍ରଥମ ମୁହୂର୍ତ୍ତରେ ପ୍ରଭୁ ତୁମର ଚରଣ ତଳେ ଏକତ୍ରିତ ହୋଇ ତୁମରି ଗୌରବ ପ୍ରଶଂସା କରିବାକୁ ସୁଯୋଗ ଦେଲ। ସୁନ୍ଦର ବାକ୍ୟ ମଧ୍ୟ ଶୁଣିବା ପାଇଁ ଦେଲ ପ୍ରଭୁ, ସେଥିପାଇଁ ତୁମର ଗୌରବ ପ୍ରଶଂସା ହଉ। ଆଜିର ଉପାସନାର ଆରମ୍ଭରୁ ପ୍ରଭୁ ଏ ଯାବତ ଯେତେ ଜଣ ଭାଇ ଭଉଣୀ ପ୍ରଭୁ ବିଭିନ୍ନ ୱାର୍ସିପରେ, ବାକ୍ୟରେ, ପ୍ରାର୍ଥନାରେ ତୁମ ନିକଟରେ ପ୍ରଭୁ ସେମାନେ ଲାଗି ରହିଛନ୍ତି, ପ୍ରତ୍ୟେକଙ୍କୁ ଆଶୀର୍ବାଦ କର, ଦୟା କର ପ୍ରଭୁ। ୱାର୍ସିପ କରିଥିବା ତୁମରି ପ୍ରିୟ ଦାସ ମାନଙ୍କୁ ଆଶୀର୍ବାଦ କର, ଦୟା କର, ଅନୁଗ୍ରହ କର। ସେମାନଙ୍କ ଜୀବନ ଦ୍ୱାରା ତୁମେ ଆହୁରି ଗୌରବାନ୍ୱିତ ପ୍ରଶଂସନିତ ହୁଅ। ପ୍ରାର୍ଥନା କରୁଛି ପ୍ରଭୁ, ଇଣ୍ଟରସେସରୀ ପ୍ରେୟାର ଯେତେ ଜଣ ପ୍ରାର୍ଥନା ଯୋଦ୍ଧା ଭାଇ ଭଉଣୀ ପ୍ରାର୍ଥନା କରିଛନ୍ତି ବାପା, ପ୍ରତ୍ୟେକ ବିଷୟ ତୁମ ନିକଟରେ ସୁଗ୍ରାହ୍ୟ ହେଉ ବୋଲି ପ୍ରାର୍ଥନା କରୁଛି। ମଙ୍ଗଳମୟ ପ୍ରଭୁ, ବାକ୍ୟ ପଠନରେ ମଧ୍ୟ ତୁମର ଆଶୀର୍ବାଦ ଢାଳି ଦେଇଛ ବାପା, ସେଥିପାଇଁ ଧନ୍ୟବାଦ ଦେଉଛି। କୁଇଜରେ ମଧ୍ୟ ତୁମେ ଆଶୀର୍ବାଦ କରିଛ ବାପା। ତୁମରି ପ୍ରିୟ ଦାସ ପ୍ରତି ସପ୍ତାହରେ ପ୍ରଭୁ ସୁନ୍ଦର ସୁନ୍ଦର କୁଇଜ ନେଇ ଆସୁଛନ୍ତି ବାପା, ତୁମେ ତାଙ୍କୁ ଅନୁଗ୍ରହ କର, ଆହୁରି ବୁଦ୍ଧି ଜ୍ଞାନରେ ପରିପୂର୍ଣ୍ଣ କର। ପ୍ରାର୍ଥନା କରୁଛି ଏତେବେଳେ ପ୍ରଭୁ, ବିଶେଷ କରି ତୁମ ଦାସ ଭାତ୍ରା ଆଜ୍ଞାଙ୍କ ଠାରୁ ଅତି ସୁନ୍ଦର ବାକ୍ୟ ମାନେ ଶୁଣିବାକୁ ପାଇଲୁ ପ୍ରଭୁ। ଲକ୍ଷ୍ୟହୀନ ଭାବରେ କୌଣସି ଖ୍ରୀଷ୍ଟିଆନ ବଞ୍ଚିବା ଆବଶ୍ୟକ ନାହିଁ ପ୍ରଭୁ। ଲକ୍ଷ୍ୟ ନଥାଇ କୌଣସି ଖ୍ରୀଷ୍ଟିଆନ ଜୀବନ ଧାରଣ କରେ ନାହିଁ। ଖ୍ରୀଷ୍ଟିଆନ ଜୀବନର ମୂଳ ଲକ୍ଷ୍ୟ ରହିଛି ବାପା। ତୁମେ ଦୟା କର, ଅନୁଗ୍ରହ କର। ଆଜିର ବାକ୍ୟ ଆମ ପ୍ରତ୍ୟେକଙ୍କ ହୃଦୟରେ ରୋପିତ ହଉ, 100 ଗୁଣ ଫଳ ଫଳିବାରେ ସାହାଯ୍ୟ କର। ସମସ୍ତ ମଙ୍ଗଳ ରକ୍ଷା କର। ପୋଷ୍ଟ ଭାଇଙ୍କୁ ମଧ୍ୟ ତୁମର ଚରଣ ତଳେ ଦେଲି ବାପା, ତାଙ୍କର ପରିବାରକୁ, ତାଙ୍କର ସେବା କାର୍ଯ୍ୟକୁ, ତାଙ୍କର ସାମାଜିକ ଜୀବନରେ, ତାଙ୍କ ମାଣ୍ଡଳିକ ଜୀବନରେ, ପାରିବାରିକ ଜୀବନରେ ତୁମର ଆଶୀର୍ବାଦ ଢାଳି ଦିଅ। ପ୍ରାର୍ଥନା କରୁଛି ଏତେବେଳେ ସେ ପରିବାର ତୁମେ ମଙ୍ଗଳ କର। ଛୋଟ ଛୁଆକୁ ମଧ୍ୟ ତୁମେ ଆଶୀର୍ବାଦ କର, ତୁମରି ବାହୁ ଛାୟା ତଳେ ଆବରି ରକ୍ଷା କର। ହଁ ପ୍ରଭୁ, ଏତେବେଳେ ଆମେ ଯେତେ ଜଣ ଶ୍ରୋତା ମଣ୍ଡଳୀ ଭାବରେ ବସିଛୁ, ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ପ୍ରତ୍ୟେକଙ୍କ ଜୀବନ ଦ୍ୱାରା ତୁମେ ଗୌରବାନ୍ୱିତ ପ୍ରଶଂସନିତ ହୁଅ। ସମସ୍ତ ମଙ୍ଗଳରୁ ରକ୍ଷା କର। ଗୌରବ, ସମ୍ଭ୍ରମ, ପୂଜା, ପ୍ରଶଂସା ତୁମେ କର। ଆଜିର এই ଉପାସନାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସହବର୍ତ୍ତୀ ଈଶ୍ୱର ହେଲ ବାପା, ସେଥିପାଇଁ ତୁମର ଗୌରବ ହଉ, ପ୍ରଶଂସା ହଉ ପ୍ରଭୁ। ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କରିଛ, ଆଜି ତୁମର ସେ ଆଶୀର୍ବାଦ ଘେନି ଆମେ ଫେରୁଛୁ ପ୍ରଭୁ, ସେଥିପାଇଁ ତୁମର ଗୌରବ ଦେଇ ସବୁ ପ୍ରାର୍ଥନା ନିବେଦନ ତୁମର ଚରଣ ତଳେ ସମର୍ପଣ କରି ତ୍ରାଣକର୍ତ୍ତା ମଧୁମ ଗୌରବମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ୍। ଜେନା କହିବାର କନଫ୍ୟୁଜ ଅଛନ୍ତି, ଯଦି କନଫ୍ୟୁଜ ହଉଛନ୍ତି କହିଲେ ଯାହାକୁ ପ୍ରଭୁ ଆଉ ଦିଟା ଭିତରୁ ଯାହାକୁ ପ୍ରଭୁ ଲିଡ୍ କରୁଛନ୍ତି ସିଏ କରନ୍ତୁ। ଆମେ ପ୍ରଭୁ ଶିଖେଇଥିବା ପ୍ରାର୍ଥନା କରିବୁ। ଆମର ବଡ ଜେନା ଆଜ୍ଞା ସେ ଆଶୀର୍ବାଦ ଦେଉଥିବେ। ଆଇ ଆମଙ୍କ ସ୍ୱର୍ଗସ୍ଥ ପିତା, ତମ ନାମ ପବିତ୍ର ବୋଲି ମାନ୍ୟ ହଉ, ତମ ରାଜ୍ୟ ଆସୁ, ଯେରୂପେ ସ୍ୱର୍ଗରେ ସେରୂପେ ପୃଥିବୀରେ ତୁମର ଇଚ୍ଛା ସଫଳ ହଉ। ଆଜି ଆମମାନଙ୍କୁ ପ୍ରୟୋଜନ ଆହାର ଦିଅ, ଆମମାନେ ଯେମନ୍ତ ନିଜ ନିଜ ଅପରାଧ ମାନଙ୍କୁ କ୍ଷମା କରୁଛୁ, ତେମନ୍ତ ଆମମାନଙ୍କ ଅପରାଧ ସବୁ କ୍ଷମା କର। ପରୀକ୍ଷାରେ ଆମମାନଙ୍କୁ ନ ଆଣ, ଏବଂ ରକ୍ଷା କର, ଯେଉଁ ରାଜତ୍ୱ, ପରାକ୍ରମ, ଗୌରବ ସଦାସର୍ବଦା ତୁମ୍ଭରି ହଉ, ଆମେନ୍। ପିତା ଈଶ୍ୱରଙ୍କର ଅସୀମ ଗଭୀର ପ୍ରେମ, ତ୍ରାଣକର୍ତ୍ତା ଯୀଶୁଙ୍କର ମହା ଅନୁଗ୍ରହ ଦୟା, ପବିତ୍ର ଆତ୍ମାଙ୍କର ଶାନ୍ତି, ଶକ୍ତି, ସୁମଧୁର ସହଭାଗିତା, ଯେତେ ଆମେ ଜୁମ୍ରେ ଯୋଡ଼ି ହେଇଛୁ, ପୁଣି ପୃଥିବୀରେ ଯେତେ ତମରି ଆଶ୍ରିତ ଅଛନ୍ତି, ପ୍ରତ୍ୟେକଙ୍କର ସହିତ ରହି ଉପକାର କରନ୍ତୁ, ଆମେନ୍। ଆମେନ୍, ଆମେନ୍, ଆମେନ୍। ଯୀଶୁଙ୍କ ରକ୍ତରେ, ଜୟ 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 ଯୀଶୁଙ୍କ ବାକ୍ୟରେ, ଜୟ 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 ଯୀଶୁଙ୍କ କ୍ରୁଶରେ, ଜୟ ଜୟ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣମାନେ ସମୟ ବାହାର କରିକି ଏଇ ପ୍ରଭାତ କାଳୀନ ପ୍ରାର୍ଥନାରେ ଯୋଗ ଦେଲେ ଆଉ ମିଟିଂଟିକୁ ସଫଳ କରିଛନ୍ତି। କୁଇଜ କରୁଥିବା ଆର୍ ଆଜ୍ଞାଙ୍କୁ ଧନ୍ୟବାଦ ଦଉଛି।
ତା ସହିତ ପାର୍ଟିସିପେଟ କରୁଥିବା ଭଉଣୀ ମାନଙ୍କୁ ଧନ୍ୟବାଦ ଦଉଛି। ପ୍ରାର୍ଥନାରେ ସାହାଯ୍ୟ କରୁଥିବା ପ୍ରଭୁଙ୍କର ଦାସ ଦାସୀ ମାନଙ୍କୁ ଧନ୍ୟବାଦ ଦଉଛି। ଆଉ ବିଶେଷ କରିକି ବାକ୍ୟଦାତା ଭଦ୍ରା ଆଜ୍ଞାଙ୍କୁ ମୁଁ ବିଶେଷ ଧନ୍ୟବାଦ ଦଉଛି। ଏକ ସଜାଡ଼ିବା ବାକ୍ୟ, ଉତ୍ସାହ ଦେବା ବାକ୍ୟ, ଧକ୍କା ମାରିବା ବାକ୍ୟ, ଆଉ ଆମକୁ ଏ ବାକ୍ୟ ଆଗରେ ନିଜକୁ ଦେଖେଇବା ମାନେ ନିଜକୁ ଦେଖେଇବା ବାକ୍ୟ ପରିବେଷଣ କରୁଥିବା ସକାଶେ ଧନ୍ୟବାଦ ସାର୍। ଅଳ୍ପ ସମୟ ମାନଙ୍କ ମଧ୍ୟରେ ରହିବ ପରସ୍ପର କଥାବାର୍ତ୍ତା ହେବା ନିମନ୍ତେ। ପ୍ରେଜ୍ ଦ ଲର୍ଡ। ଭଦ୍ରା ଆଜ୍ଞା ନମସ୍କାର। ପ୍ରେଜ୍ ଦ ଲର୍ଡ। ସାର୍ ପ୍ରେଜ୍ ଦ ଲର୍ଡ। ବାକ୍ୟ ବହୁତ ଭଲ ଥିଲା ସାର୍। ଥ୍ୟାଙ୍କ ୟୁ ସାର୍। ଜେନା ଆଜ୍ଞା ନମସ୍କାର। ଅଭୟ ଜେନା ଆଜ୍ଞା ନମସ୍କାର। ନମସ୍କାର ଭଦ୍ରା ଆଜ୍ଞା। ନମସ୍କାର ସାର୍ ଲିମା ଆଜ୍ଞା। ନମସ୍କାର ନମସ୍କାର। କାଲିର ବାକ୍ୟ ଆଜିର ବାକ୍ୟ ସଲିଡ ଥିଲା। ନିଜକୁ ଥ୍ୟାଙ୍କ ୟୁ ସାର୍। ପରୀକ୍ଷା ନିରୀକ୍ଷା କରିବାର ବାକ୍ୟ। ପ୍ରଭୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ ସାର୍। କାଲି ରିଏଲ ମିନିଷ୍ଟ୍ରିରେ ଝାଡିଥିଲେ କି? ଆଜ୍ଞା ଆଜ୍ଞା ଆଜ୍ଞା। Praise the Lord. ଥ୍ୟାଙ୍କ ୟୁ ଭେରି ମଚ୍। ଜେନା ଦିଟା ଆଜ୍ଞାଙ୍କୁ ନମସ୍କାର। ପଛା ଆଜ୍ଞା ନମସ୍କାର। ଆଉଳ ଆଜ୍ଞା ନମସ୍କାର। ପଙ୍କଜ ପାଣି ଭାଇ ନମସ୍କାର। କେବେ ଆସିଲେ? ପ୍ରେଜ୍ ଦ ଲର୍ଡ। ବାକ୍ୟ କେମିତି ଲାଗିଲା? ପ୍ରେଜ୍ ଦ କିଛି ଲର୍ଡ। କହୁନାହାନ୍ତି? ନମସ୍କାର। ଭଲ ଅଛନ୍ତି କି? ହଁ ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର। ସମସ୍ତଙ୍କୁ ନମସ୍କାର। ହଁ ସାର୍ ନମସ୍କାର। ଆଉ କଣ କହିବେ ଯେ ଆଗକୁ ପଢନ୍ତୁ ଯେ ଶୁଣିବୁ ଆମେ। ହଉ ମାଂସ ବନ୍ଧାରେ ଅଛନ୍ତି ନା କଣ? ସମସ୍ତଙ୍କୁ ଗୁଡ ମର୍ଣ୍ଣିଂ, ନମସ୍କାର, ଜୋହାର। ଆଉ ବିଶେଷ ନମସ୍କାର ଆଜିର ବକ୍ତା ମହାଶୟଙ୍କୁ। ଧନ୍ୟବାଦ ସାର୍। ଆଉ ଏ ସକାଳ ସକାଳ ଜଳଖିଆ ଖାଇବାଟା ଆପଣ ଭାତରେ ଆଜ୍ଞା ଭାତ ଖରାଇଦେଲେ ଆଜ୍ଞା। ସେଟା ମଧ୍ୟ ବିରିୟାନୀ ଭାତ ଆଜ୍ଞା। ଥ୍ୟାଙ୍କ ୟୁ ସାର୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ କେମିତି ବ୍ୟବହାର କରନ୍ତୁ ଆଜ୍ଞା। ଥ୍ୟାଙ୍କ ୟୁ ଭେରି ମଚ୍। ଘରେ ପାଳି କାମା ଆମର E3 ଭଲ ଅଛନ୍ତି ଆଜ୍ଞା? ହଁ ଭଲ ଅଛନ୍ତି ସାର୍ ସମସ୍ତେ। ଥ୍ୟାଙ୍କ ୟୁ। ଆପଣଙ୍କ ଗାଁକୁ ଆସୁଛି ମୁଁ 18 ତାରିଖରେ। ଆସନ୍ତୁ ଆସନ୍ତୁ ଆଜ୍ଞା। ମୋଷ୍ଟ ୱେଲକମ୍। ଗାଁକୁ ଗଲେ ବଡ ଚେନ୍ନାଇ ଜେନା ଆଜ୍ଞା ଯାଉଛନ୍ତି ବୋଇଲେ କି? ସାର୍ ହଁ ସାର୍ ବଡ ଜେନା ଆଜ୍ଞା ବୋଇଲେ ଯେ କିଏ ବଡ ଜାଣବାଟା କଷ୍ଟ ହେଇଯାଉଛି ମତେ ଟିକେ। ଚେନ୍ନାଇ ଯିବି ସାର୍ ଚେନ୍ନାଇ ଟିକେ। ନାଇଁ ମଧ୍ୟପ୍ରଦେଶ ଯେଉଁମାନେ ଅଛନ୍ତି ସେମାନେ ବଡ଼ ଲୋକମାନେ ଆଜ୍ଞା। ସେମାନେ ଅବଶ୍ୟ ଭେଣ୍ଡାଇ ଦେଖା ଯାଉଛନ୍ତି କିନ୍ତୁ ବଡ଼ ଲୋକମାନେ ଆଜ୍ଞା ସେମାନେ। ହେଲେ ଭ୍ରମରପୁରରେ ଥିବା ଲୋକ ଆଜ୍ଞା ସାନ କି? ପାଣି ଜୟ ମାନେ କେବେ ସାନ ହେବେ କି ଆଜ୍ଞା? ନାଇଁ ଆପଣ ମଧ୍ୟପ୍ରଦେଶରେ ଥିବା ଲୋକ ବୋଲେ ମଧ୍ୟପ୍ରଦେଶରେ ଆମ ଜେନା ଆଜ୍ଞା ଅଛନ୍ତି। ତାପରେ ମିହିର ପାଣି ବି ଅଛି। ତେଣୁ କରିକି ଆମେ ବଡ। ବ୍ରହ୍ମପୁରରେ ଥିବା ଲୋକ ଆମେ ଯଦି ଆଗରୁ ବଡ ହେଇଗଲୁ ବୋଲେ ତାଙ୍କେ ସାନ ହିଁ ହେବେ ନା। ଏ ଭାତ୍ରା ଆଜ୍ଞା ପଚାରିଲେ ଦିଟା ଜେନାରୁ କୋଉଟା ବଡ ବୋଲି କହିଲେ ତ ଆମେ କହିଲୁ କି ଯେ ଯେଉଁମାନେ ମଧ୍ୟପ୍ରଦେଶ ଅଛନ୍ତି ଯଦିଓ ସେମାନେ ସ୍ମାର୍ଟ ଦେଖାଯାଆନ୍ତି ତଥାପି ସେମାନେ ବଡ଼ ବୋଲି କହିଲୁ ଆଜ୍ଞା। ନାଇଁ ମୁଁ ଭଲସେ ଜାଣେ ଆମର ଜେମ୍ସ ରାୟ ଜେନା ଆଜ୍ଞାଙ୍କୁ। ସେ ମଧ୍ୟପ୍ରଦେଶ ନୁହନ୍ତି। ଚାଲବାରେ ବହୁତ ଚାଲିଛନ୍ତି, ସାଇକେଲରେ ବୁଲିଛନ୍ତି, ମିଶି କାମ କରୁଥିଲୁ ଆମେ। ୱାଓ କୋଉଠି ଗ୍ରେଟ୍। ଆଜ୍ଞା? ଅଳ୍ପ ସମୟ ଜଙ୍ଗଲ ଭିତରେ ଥିଲୁ। ଜଙ୍ଗଲରୁ ବାହାର କରି ପ୍ରଭୁ ଆଣିଛନ୍ତି ଏବେ ସବୁ। ସେ ଜଙ୍ଗଲରେ ଥିଲୁ ଏବେ। 40 କିଲୋମିଟର ପର୍ଯ୍ୟନ୍ତ ଚାଲନ୍ତି ସେ। ଚାଲି ଚାଲି ଯାଆନ୍ତି।
क्या କେବଳ बात 40 କିଲୋମିଟର ଆଜ୍ଞା। ସେଟା 40 ବୋଲି ହେବ ନାହିଁ ସାର୍, 40 40 40 120 ହେଇଯାଏ ବେଳେ ବେଳେ ସେଟା। ୱାଓ। ସେଟା ସେଥିପାଇଁକା ପ୍ରକୃତ ଲୋକମାନେ ଭେଣ୍ଡା ଅଛନ୍ତି ଆଜ୍ଞା ଏବେ ମଧ୍ୟ। प्रेज द लॉर्ड। ଗୁଡାରେ ଗୁଡାରିରୁ ବାହାରି କରି ଚନ୍ଦ୍ରପୁର, ଚନ୍ଦ୍ରପୁର ବାହାରି ମନିଗୁଡା, ମନିଗୁଡାରେ ବାହାରି ଗୁଡାରି, ନୂଆଗଡ, ବ୍ରହ୍ମପୁର ପାହାଡରେ ବହୁତ ଚାଲିଛନ୍ତି। ଗ୍ରେଟ୍ ଟେଷ୍ଟିମନି ଆଜ୍ଞା। ବହୁତ ପରିଶ୍ରମ କରିଛନ୍ତି, ପ୍ରକୃତ କଥା। ଭଦ୍ରା ଭାଇ କୋଉଠି ଅଛନ୍ତି ବର୍ତ୍ତମାନ? ରାୟଗଡାରେ ରହୁଛି। ଓ ମୁନିଗୁଡା ବିଶାଖାପଟ୍ଟନମରେ ରହୁନାହାନ୍ତି? ବିଷମଠରୁ ପଳେଇ ଆସିଲି, ପିଲାମାନଙ୍କର ପଢା ପାଇଁ ଆସିଲି ଯେ ପିଲାଙ୍କର ପଢା ବି ସରିଗଲା ଏଠି। ଆଚ୍ଛା ଆଚ୍ଛା, ଭେରି ଗୁଡ, ବହୁତ ବଢିଆ। ଆନନ୍ଦ କୋଉଠି ରହୁଛି? ଅଛି ରାୟଗଡାରେ ଅଛି। ଆଚ୍ଛା, ଭେରି ଗୁଡ, ବହୁତ ସେ ବଢିଆ। ସେ ବି ସେବାରେ ଅଛି, ତାର ଆଚ୍ଛା ଭଲ ଆଚ୍ଛା, ଅଛି। ଠିକ ଠିକ ଠିକ। ହୁଁ, ହୁଁ। ହଉ ହଉ, ଖୁସି ଲାଗିଲା ଆଜି ପ୍ରଭୁ ବ୍ୟବହାର କରୁଛନ୍ତି, ସେଇଟା ହଉଛି ବଡ ବିଷୟ। ଆଜି ପର୍ଯ୍ୟନ୍ତ ପ୍ରଭୁଙ୍କ କାର୍ଯ୍ୟରେ ଆପଣ ମାନେ ଅଛନ୍ତି, ସେବା ଦଉଛନ୍ତି। ଆହୁରି ଆଗକୁ ବଢନ୍ତୁ, ଆଉ ପ୍ରଭୁଙ୍କର ପାଇଁ ତାଙ୍କ କାର୍ଯ୍ୟ ବୃଦ୍ଧି କରିବା ପାଇଁ ସାହାଯ୍ୟ କରନ୍ତୁ। ଧନ୍ୟବାଦ। ଥ୍ୟାଙ୍କ ୟୁ। ଆଜି ଗୋଟେ ଛୋଟ ଆନାଉନ୍ସମେଣ୍ଟ ଆଜ୍ଞା, ଆଜି ଗୋଟେ ଡେସ୍ ପୁରା ଛୁଟି ଥିବ ଆଜ୍ଞା। ସପ୍ତାହ ସାରା ତ ଛୁଟି ରହୁଛି ଆଉ ଗୋଟେ ରବିବାର ଆସିଲା ବେଳକୁ ରବିବାରେ ବି ଛୁଟି ମାରୁଛନ୍ତି ଯେ ସପ୍ତାହ କୁଆଡେ ଭୋଜି ଖାଇବାକୁ ଯାଉଥିବି, ବିବାହକୁ ତ ସେଥିପାଇଁ ଛୁଟି କରିଦେଇଛନ୍ତି। ଏବେ ଇଚ୍ଛା କରଲେ ହଁ ମୁଁ ବିଜାର ହେଇଯାଉଛି ଛୁଟିକୁ, ଛୁଟି ଆପ୍ଲିକେସନ କୁ ଗ୍ରହଣ କରି ବିରିୟାନୀ ଖାଇବାକୁ ଯିବେ ତ ସେଥିପାଇଁ ଗତ ସପ୍ତାହ ତ ଆମର ଜେନା ଆଜ୍ଞା ଜେନା ଆଜ୍ଞା ଯୋଗ ଦେଇଥିଲେ, କଣ୍ଟିନ୍ୟୁଅସଲି ଯୋଗ ଦଉଛନ୍ତି। ଭଦ୍ରା ଆଜ୍ଞା ମାନେ କଣ୍ଟିନ୍ୟୁଅସଲି ଯୋଗ ଦଉଛନ୍ତି। ନାଇଁ ଯୋଗ ଦଉଛନ୍ତି ଆଜ୍ଞା, ଯୋଗ ଦଉଛନ୍ତି ଯେ ସେଥିପାଇଁ ଆମେ ରେସପେକ୍ଟଫୁଲି ଆଜି ଛୁଟି ଅଛି ବୋଲି କହିଦେଲୁ ଆଜ୍ଞା। ଭୋଜି ଖାଇବାକୁ ଯାଉଛି ବୋଲି କହିଦଉନ। ଏଇ ଆମର ଭାଇନା କହିଲା ପରେ ଗୋଟେ ବାହାଘରକୁ ଯିବୁ ତ ଆମେ ଆଜି, ତ ସେଥିପାଇଁ ଟିକେ ହେଲେ ନିଜେ ଫ୍ରି ଥିଲା ଆଉ କିଏ ବାହାଘରକୁ ଯାଆନ୍ତୁ, କିଏ ମିଟିଂ କୁ ଯାଆନ୍ତୁ, ଟାଣି ଆଣିକିନା ବସଉଛନ୍ତି। ଅନ୍ୟ ମାନଙ୍କର ସୁବିଧା ଦେଖିବେ ନାହିଁ, ନିଜର ସୁବିଧା ଦେଖିକି ଖସିଯିବେ, ଅନ୍ୟ ମାନଙ୍କର ଟା ବନ୍ଦ କରିଦେବେ। ଅନ୍ୟମାନଙ୍କୁ ତ ଆଉ ଝିକିକି ଆଣିଥିଲେ ମଧ୍ୟ ତ ଆମେ ପ୍ରୋଗ୍ରାମ ଅଛି ବାହାରେ ଅଛି ବୋଲି କହୁଛନ୍ତି ନା, ପ୍ରାର୍ଥନାକୁ ଦେଇଥିଲେ ମଧ୍ୟ ଆମେ ବାହାରକୁ ଅଛି ବୋଲି କହୁଛନ୍ତି ନା। ହଉ ରହିବା ହେଲେ। ପଙ୍କଜ ପାଣି କୋଉଠୁ ଥ୍ୟାଙ୍କ ୟୁ। ଏଇଟା? ପଙ୍କଜ ପାଣି କୋଉଠୁ ଏଇଟା? ପଙ୍କଜ ପାଣି ଜଷ୍ଟ ବାଇବଲ କଲେଜରୁ ଆସିଛି ବୋଧେ। ହଁ ସାର୍, ବିଷମ କଟକ ସାର୍। ବିଷମ କଟକ। ହଁ ସାର୍। ଓହୋ। ओरिजिनल ସାର୍ ओरिजिन विषम कटक आगे के ନାଇଁ ସାର୍, ସେଠୁ ମୋର ଟିକେ 20 କିଲୋମିଟର ଏଣ୍ଟ୍ରି ସାର୍, କଦୁଗୁଲମି ବୋଲିକରି। अच्छा अच्छा, ମୋର ଭଉଣୀ ଜୁଇଁ ସାର୍, ସେଟା सत्य ସାନ ओ ଭଉଣୀ ଜୁଇଁ। ଓହୋ। अच्छा अच्छा अच्छा, वेरी गुड। ଓ ଜେନା ଆଜ୍ଞା କହୁଥିଲି, ମୋର ମା ଜେନା ଲୋକ, ଏମାନେ ପାଣି ଲୋକ। ହଁ ସେଇଟା ଆଜ୍ଞା ଏବେ ଆମେ ଟିକେ ବୁଝିପାରୁଛୁ ଆଜ୍ଞା, ଆପଣ କାହିଁକି ଷ୍ଟ୍ରଙ୍ଗ ଅଛନ୍ତି ଟିକେ। ଭଲ ଭଲ ସେ ବି ସେବାରେ ଅଛନ୍ତି। ଭଲ ଭଲ, ପ୍ରେଜ ଗଡ୍। ରାଉରକେଲା ଆଜ୍ଞା, ଆପଣ କଣ କହୁଥିଲେ ଆଜ୍ଞା? ରାଉରକେଲା ଆଜ୍ଞା, ରାଉରକେଲା ଝାରସୁଗୁଡା ଆଜ୍ଞା।
ଆଜ୍ଞା କଣ କହୁଥିଲେ କି? ହଁ ଆପଣ କଣ କହୁଥିଲେ ଆଜ୍ଞା? ନାଇଁ ନାଇଁ ସରି ମୋର ମ୍ୟୁଟ୍ ହେଇଯାଇଥିଲା ବୋଧେ ଭୁଲରେ। ନାଇଁ ନାଇଁ ବୋଲେ ଭିଡିଓରେ ଆସିଲେ ତାପରେ ବନ୍ଦ କଲେ ତ କିଛି କହିବା ପାଇଁ ଚାହୁଁଛନ୍ତି ବୋଲି ଭାବୁଥିଲୁ ଆଜ୍ଞା। ଆଜି ସଣ୍ଡେ ତ ଛୁଟି ପିଲାଙ୍କ କାମ ଚାଲିଛି ଟିକେ ଆଜି। ଆଚ୍ଛା 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 ବଗିଚା କାମ ଚାଲିଛି ଟିକେ ଛୁଟି ଯୋଗୁ। ବଢିଆ ବା ବଢିଆ 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 ବଢିଆ। ରାଉରକେଲା ପରେ ସେ ଅଙ୍କିତ ସାଜୱାନ ନା କଣ ଯାଉଛନ୍ତି? ହଁ ମାମା 11, 12, 13, 14 4 ଦିନ ହୁଁ ଆସନ୍ତି। ହୁଁ 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 ହୁଁ। ବହୁତ ବଡ ଆୟୋଜନ କରାହଉଛି। ବର୍ତ୍ତମାନ ସେ ନାଗପୁରରେ ଅଛନ୍ତି। ଓକେ ଓକେ ଓକେ। ହୁଁ। କଣ? ହଁ ହଁ। ଠିକ ରହିବା। ଥ୍ୟାଙ୍କ ୟୁ ସୋ ମଚ୍। ଯାହା ନାଇସ୍ ହଉ ଫେଲୋସିପ୍। ଭାଦ୍ରା ଆଜ୍ଞା ଆପଣ ସବୁ ପ୍ରସ୍ତୁତି ସହିତ ଆସିଥିଲେ, ଆପଣଙ୍କୁ ଦେଖିଲେ ମଧ୍ୟ ହାଇ ଲାଗୁଛି ଆଜ୍ଞା। ଥ୍ୟାଙ୍କ ୟୁ ସାର୍। ଗୋଟେ କେବେ କେବେ ବାଳକର ଆପଣ କେବେ କେବେ ଆପଣ ଦେଖିଲେ ଟିକେ ପ୍ରସ୍ତୁତି ହେବାକୁ ପଡିବ। ଥ୍ୟାଙ୍କ ୟୁ।